ମୁଁ ଗୋଟିଏ କାହାଣୀରୁ ମୋ କଥା ଆରମ୍ଭ କରିବାକୁ ଚାହୁଁଛି। ଜଣେ ବହୁତ ଅଦ୍ଭୁତ ବ୍ୟକ୍ତି ଥିଲେ। ସେହି ବ୍ୟକ୍ତିଙ୍କ ନାମ ଥିଲା ନସରୁଦ୍ଦିନ। ସେ ଜଣେ ମୁସଲମାନ ଫକୀର ଥିଲେ। ଦିନେ ସନ୍ଧ୍ୟାରେ ସେ ଘରୁ ବାହାରକୁ ବାହାରୁଥିଲେ କିଛି ବନ୍ଧୁମାନଙ୍କୁ ଦେଖା କରିବା ପାଇଁ। ଠିକ୍ ସେତିକିବେଳେ ଦ୍ୱାର ପାଖରେ ହିଁ ପିଲାଦିନରୁ ବିଚ୍ଛିନ୍ନ ହୋଇଥିବା ତାଙ୍କର ଜଣେ ସାଥୀ ଘୋଡ଼ା ଉପରୁ ଓହ୍ଲାଇଲେ। 20 ବର୍ଷ ପରେ ସେ ବନ୍ଧୁ ତାଙ୍କୁ ଭେଟିଲେ। ଦୁହେଁ କୋଳାକୋଳି ହେଲେ। କିନ୍ତୁ ନସରୁଦ୍ଦିନ କହିଲେ ଯେ ତୁମେ ଏକ ମୁହୂର୍ତ୍ତ ଅପେକ୍ଷା କର, ମୁଁ କାହାକୁ କଥା ଦେଇଛି ସେମାନଙ୍କୁ ଭେଟି ଏବେ ଫେରି ଆସୁଛି। ଦୁର୍ଭାଗ୍ୟ ଯେ ଏତେ ବର୍ଷ ପରେ ତୁମେ ମିଳିଛ ଏବଂ ମୋତେ ଏବେ ଘରୁ ଯିବାକୁ ପଡ଼ିବ, କିନ୍ତୁ ମୁଁ ଶୀଘ୍ର ଫେରି ଆସିବି। ସେହି ବନ୍ଧୁ କହିଲେ, ତୁମକୁ ଛାଡ଼ି ଯିବାକୁ ମୋର ମନ ନାହିଁ। ବର୍ଷ ବର୍ଷ ପରେ ଆମେ ଭେଟିଛୁ। ଉଚିତ ହେବ ଯେ ମୁଁ ମଧ୍ୟ ତୁମ ସହିତ ଯିବି। ରାସ୍ତାରେ ତୁମକୁ ଦେଖିବି ମଧ୍ୟ, ତୁମ ସହ କଥା ମଧ୍ୟ ହୋଇଯିବି। କିନ୍ତୁ ମୋର ପୋଷାକ ସବୁ ଧୂଳିରେ ଭରି ଯାଇଛି। ଭଲ ହେବ ଯଦି ତୁମ ପାଖରେ ଅନ୍ୟ ପୋଷାକ ଥାଏ ତେବେ ମୋତେ ଦିଅ। ଫକୀରଙ୍କ ପାଖରେ ଗୋଟିଏ ପୋଷାକର ଯୋଡ଼ି ଥିଲା ଯାହାକି ଜଣେ ବାଦଶାହ ତାଙ୍କୁ ଉପହାର ଦେଇଥିଲେ। ସୁନ୍ଦର କୋଟ୍ ଥିଲା, ପଗଡ଼ି ଥିଲା, ଜୋତା ଥିଲା। ସେ ତାଙ୍କ ବନ୍ଧୁଙ୍କ ପାଇଁ ତାହା ବାହାର କରି ଆଣିଲେ। ସେ କେବେ ହେଲେ ତାକୁ ପିନ୍ଧି ନଥିଲେ। ଭାବିଥିଲେ କେବେ ଦରକାର ପଡ଼ିବ ତ ପିନ୍ଧିବି। ପୁଣି ଫକୀର ଥିଲେ, ସେହି ପୋଷାକଗୁଡ଼ିକ ବାଦଶାହୀ ଥିଲା, ତାଙ୍କର ପିନ୍ଧିବାର ସାହସ ମଧ୍ୟ ହୋଇ ନଥିଲା। ବନ୍ଧୁ ଶୀଘ୍ର ସେହି ପୋଷାକଗୁଡ଼ିକ ପିନ୍ଧିଦେଲେ। ଯେତେବେଳେ ବନ୍ଧୁ ପୋଷାକ ପିନ୍ଧୁଥିଲେ ସେତେବେଳେ ନସରୁଦ୍ଦିନଙ୍କୁ ଲାଗିଲା ଯେ ଏହା ତ ଭୁଲ ହୋଇଗଲା। ଏତେ ସୁନ୍ଦର ପୋଷାକ ପିନ୍ଧି ସେ ବନ୍ଧୁ ତ ଜଣେ ସମ୍ରାଟ ପରି ଜଣାପଡ଼ିଲେ ଏବଂ ନସରୁଦ୍ଦିନ ତାଙ୍କ ସାମ୍ନାରେ ଜଣେ ଫକୀର, ଜଣେ ଭିକାରୀ ପରି ଜଣାପଡ଼ିଲେ। ରାସ୍ତାରେ ଲୋକେ ବନ୍ଧୁଙ୍କ ଆଡ଼କୁ ହିଁ ଚାହିଁବେ ଯାହାର ପୋଷାକ ଭଲ ଥିଲା। ଲୋକେ ତ କେବଳ ପୋଷାକ ଆଡ଼କୁ ହିଁ ଚାହାନ୍ତି ଏବଂ ତ କିଛି ଦେଖାଯାଏ ନାହିଁ। ଯେଉଁମାନଙ୍କ ଘରକୁ ନେଇଯିବି ସେମାନେ ମଧ୍ୟ ବନ୍ଧୁଙ୍କୁ ହିଁ ଦେଖିବେ, କାରଣ ଆମ ଆଖି ଏତେ ଅନ୍ଧ ଯେ କେବଳ ପୋଷାକ ବ୍ୟତୀତ ଆଉ କିଛି ମଧ୍ୟ ଦେଖେ ନାହିଁ। ତାଙ୍କ ମନରେ ବହୁତ କଷ୍ଟ ହେବାକୁ ଲାଗିଲା ଯେ ଏହି ପୋଷାକ ପିନ୍ଧାଇ ମୁଁ ଭୁଲ କରିଦେଇଛି। କିନ୍ତୁ ପୁଣି ତାଙ୍କର ମନେ ପଡ଼ିଲା ଯେ ସେ ମୋର ପ୍ରିୟ ବନ୍ଧୁ, ବର୍ଷ ବର୍ଷ ପରେ ମିଳିଛନ୍ତି, କ'ଣ ମୁଁ ମୋର ପୋଷାକ ମଧ୍ୟ ତାଙ୍କୁ ଦେଇପାରିବି ନାହିଁ? ମୋର ବୃତ୍ତି କ'ଣ ଏତେ ନୀଚ, ଏତେ କ୍ଷୁଦ୍ର? ପୋଷାକରେ କ'ଣ ରଖାଯାଇଛି? ନିଜକୁ ବୁଝାଉ ବୁଝାଉ ସେ ଚାଲିଲେ, କିନ୍ତୁ ରାସ୍ତାରେ ସବୁ ନଜର ତାଙ୍କ ବନ୍ଧୁଙ୍କ ପୋଷାକ ଉପରେ ଅଟକି ଯାଇଥିଲା। ରାସ୍ତାରେ ଯିଏ ମଧ୍ୟ ଦେଖିଲା ସେହି ଗୌରବ ସହ ଦେଖିବାକୁ ଲାଗିଲା। ସେହି ବନ୍ଧୁ ବହୁତ ସୁନ୍ଦର ଜଣାପଡ଼ୁଥିଲେ। ଯେତେବେଳେ ବି କେହି ତାଙ୍କ ବନ୍ଧୁଙ୍କୁ ଦେଖୁଥିଲେ ତାଙ୍କ ମନରେ ଆଘାତ ଲାଗୁଥିଲା ଯେ ପୋଷାକ ମୋର ଏବଂ ଦେଖା ବନ୍ଧୁଙ୍କୁ ଯାଉଛି। ପୁଣି ନିଜକୁ ବୁଝାଇଲେ ଯେ ପୋଷାକ କ'ଣ କାହାର ହୋଇଥାଏ। ମୁଁ ତ ଶରୀରକୁ ମଧ୍ୟ ନିଜର ବୋଲି ମାନେ ନାହିଁ, ତ ପୋଷାକକୁ ନିଜର ବୋଲି କ'ଣ ମାନିବା? ଏଥିରେ କ'ଣ କ୍ଷତି ହୋଇଗଲା? ନିଜକୁ ବୁଝାଇ ସୁଝାଇ ସେହି ଘରେ ପହଞ୍ଚିଲେ। ଭିତରକୁ ଯାଇ ଯେମିତି ଭିତରକୁ ଗଲେ ପରିବାର ଲୋକଙ୍କ ନଜର ତାଙ୍କ ବନ୍ଧୁଙ୍କ ପୋଷାକ ଉପରେ ଅଟକିଗଲା। ପୁଣି ତାଙ୍କୁ ଆଘାତ ଲାଗିଲା, ଈର୍ଷା ମନେ ହେଲା। ମୋର ହିଁ ପୋଷାକ ଏବଂ ମୁଁ ହିଁ ମୋ ପୋଷାକ କାରଣରୁ ଦିନହୀନ ହୋଇଗଲିଣି। ବଡ଼ ଭୁଲ ହୋଇଗଲା। ପୁଣି ନିଜକୁ ବୁଝାଇଲେ, ପୁଣି ନିଜ ମନକୁ ଦବେଇଲେ। ପୁଣି ବନ୍ଧୁଙ୍କ ପରିଚୟ ଦେଲେ। ଘର ଲୋକେ ପଚାରିଲେ, ଏ କିଏ? କହିଲେ, ମୋର ବନ୍ଧୁ ଅଟନ୍ତି, ପିଲାଦିନର ବହୁତ ଅଦ୍ଭୁତ ବ୍ୟକ୍ତି ଅଟନ୍ତି। ଜମାଲ ତାଙ୍କର ନାମ। ରହିଗଲା ପୋଷାକ, ସେହି ପୋଷାକ ମୋର ଅଟେ। ଘରର ଲୋକେ ବହୁତ ଆଶ୍ଚର୍ଯ୍ୟ ହେଲେ। ବନ୍ଧୁ ମଧ୍ୟ ଆଶ୍ଚର୍ଯ୍ୟ ହେଲେ। ନସରୁଦ୍ଦିନ ମଧ୍ୟ କହି ଆଶ୍ଚର୍ଯ୍ୟ ହେଲେ। ଭାବି ନଥିଲେ ଯେ ଏହି ଶବ୍ଦ ମୁହଁରୁ ବାହାରିଯିବ। କିନ୍ତୁ ଯାହା ଦବେଇ ଦିଆଯାଇଛି ତାହା ବାହାରିଯାଏ। ଯାହାକୁ ଦବେଇବ ତାହା ବାହାରେ, ଯାହାକୁ ସପ୍ରେସ୍ କରିବ ତାହା ପ୍ରକଟ ହେବ। ଏଥିପାଇଁ ଭୁଲ କରି ଖରାପ ଜିନିଷ ଦବେଇବା ଉଚିତ ନୁହେଁ, ନଚେତ୍ ଜୀବନ ସାରା ଖରାପ ଜିନିଷର ଅଭିବ୍ୟକ୍ତି ପାଲଟିଯାଏ। ବହୁତ ଘାବରେଇ ଗଲେ। ଭାବି ନଥିଲେ ଯେ ବାହାରିଯିବ। ବନ୍ଧୁ ମଧ୍ୟ ବହୁତ ହତପ୍ରଭ ହୋଇଗଲେ। ଘରର ଲୋକେ ମଧ୍ୟ ଭାବିବାକୁ ଲାଗିଲେ, ଏ କି କଥା କହିଲେ? ବାହାରକୁ ଆସି ବନ୍ଧୁ କହିଲେ ଯେ କ୍ଷମା କର, ଏବେ ମୁଁ ତୁମ ସହିତ ଅନ୍ୟ ଘରକୁ ଯିବି ନାହିଁ। ଏହି କି କଥା ତୁମେ କହିଲ? ନସରୁଦ୍ଦିନଙ୍କ ଆଖିରେ ଲୁହ ଆସିଗଲା। କ୍ଷମା ମାଗିବାକୁ ଲାଗିଲେ। କହିବାକୁ ଲାଗିଲେ, ଭୁଲ ହୋଇଗଲା। ଜିଭ ପାଲଟିଗଲା। ଜିଭ କେବେ ହେଲେ ପାଲଟେ ନାହିଁ। ଧ୍ୟାନ ରଖିବ, ଯାହା ଭିତରେ ଦବି ରହିଥାଏ ତାହା କେତେବେଳେ କେମିତି ଜିଭରୁ ବାହାରିଯାଏ। ଜିଭ କେବେ ହେଲେ ପାଲଟେ ନାହିଁ। କ୍ଷମା କରିଦିଅ, ଏବେ ଏପରି ଭୁଲ ହେବ ନାହିଁ। ପୋଷାକରେ କ'ଣ ରଖାଯାଇଛି? କିନ୍ତୁ କିପରି ବାହାରିଗଲା ଏହି କଥା? ମୁଁ କେବେ ହେଲେ ଭାବିନଥିଲି ଯେ ପୋଷାକ କାହାର।
ଭାବିଥିଲି ତ ଏଇଆ। ମଣିଷ ତାହା କୁହେ ନାହିଁ ଯାହା ଭିତରେ ଭାବୁଥାଏ। କୁହେ କିଛି ଆଉ ଭାବେ କିଛି ଆଉ। କହିବାକୁ ଲାଗିଲେ ମୁଁ ତ ଭାବି ନଥିଲି ମଧ୍ୟ ପୋଷାକର ତ ମୋତେ ଧ୍ୟାନ ବି ଆସି ନଥିଲା। ଏହି କଥା କିପରି ବାହାରିଗଲା ଏବଂ ଘରୁ ଚାଲିବା ଏବଂ ଏହି ଘର ପର୍ଯ୍ୟନ୍ତ ଆସିବାରେ କେବଳ ପୋଷାକ ବ୍ୟତୀତ ତାଙ୍କୁ ଆଉ କିଛି ମଧ୍ୟ ଧ୍ୟାନ ଆସି ନଥିଲା। ମଣିଷ ବହୁତ ବେଇମାନ। ଯାହା ତାର ଭିତରେ ଧ୍ୟାନ ଆସେ କେବେ ହେଲେ କୁହେ ନାହିଁ ବାହାରେ ଯେ ଏହି ଧ୍ୟାନ ଗୁଡ଼ିକ ଆସୁଛି ଏବଂ ଯାହା ବାହାରେ ଜଣାଏ ତାହା ଭିତରେ ବିଲକୁଲ ନଥାଏ। ମଣିଷ ସମ୍ପୂର୍ଣ୍ଣ ରୂପେ ଏକ ମିଛ। ବନ୍ଧୁ କହିଲେ ମୁଁ ତୁମ ସହିତ ଚାଲୁଛି କିନ୍ତୁ ଏବେ ଏହି ପୋଷାକ କଥା। ନସରୁଦ୍ଦିନ କହିଲେ ପୋଷାକ ତୁମର ହିଁ ହୋଇଗଲା, ତୁମେ ପିନ୍ଧିଲ। ଏବେ ମୁଁ ଏଗୁଡ଼ିକୁ ନେବି ମଧ୍ୟ ନାହିଁ। ପୋଷାକରେ କ'ଣ ରଖାଯାଇଛି? କହୁଥିଲେ ତ ଯେ ପୋଷାକରେ କ'ଣ ରଖାଯାଇଛି କିନ୍ତୁ ଦେଖାଯାଉଥିଲା ଯେ ପୋଷାକରେ ହିଁ ସବୁ କିଛି ରଖାଯାଇଛି। ସେହି ପୋଷାକ ବହୁତ ସୁନ୍ଦର ଥିଲା। ସେହି ବନ୍ଧୁ ବହୁତ ଅଦ୍ଭୁତ ଜଣାପଡ଼ୁଛନ୍ତି। ରାସ୍ତାରେ ଚାଲିଲେ। ନସରୁଦ୍ଦିନ ପୁଣି ନିଜକୁ ବୁଝାଇବାକୁ ଲାଗିଲେ ଯେ ଏହି ପୋଷାକ ଦେଇଦେବି ବନ୍ଧୁଙ୍କୁ। କିନ୍ତୁ ଯେତିକି ଭାବୁଥିଲେ ସେତିକି ମନ ହେଉଥିଲା ଥରେ ମଧ୍ୟ ପିନ୍ଧି ନାହିଁ, ଥରେ ମଧ୍ୟ ଆଖି ଏହି ପୋଷାକ ଉପରେ ଲୋକଙ୍କର ଅଟକି ନାହିଁ। କିପରି ଦେଇଦେବି? କିନ୍ତୁ ନିଜକୁ ବୁଝାଇଲେ ଯେ ଭୁଲ ହୋଇଗଲା। କ୍ଷମାରେ ଦେଇଦେବା ଉଚିତ। ଏବଂ ଏବେ କେବେ ହେଲେ ଏହି ଧ୍ୟାନ ମଧ୍ୟ ଆଣିବି ନାହିଁ ମୋ ମନରେ ଯେ ଏହି ପୋଷାକ ମୋର ଅଟେ। ଅନ୍ୟ ଘରେ ପହଞ୍ଚିଲେ। ସମ୍ଭାଳି କରି ସଂଯମ ସହ। ସଂଯମୀ ମଣିଷ ସବୁବେଳେ ବିପଜ୍ଜନକ ହୋଇଥାଏ। କାରଣ ସଂଯମର ଅର୍ଥ ହେଉଛି ଯେ ସେ କିଛି ଭିତରେ ଦବେଇ ରଖିଛି। ସଚ୍ଚା ମଣିଷ ସଂଯମୀ ନୁହେଁ। ସଚ୍ଚା ମଣିଷ କେବଳ ସଚ୍ଚା ହୋଇଥାଏ। ତାର ଭିତରେ କିଛି ମଧ୍ୟ ଦବା ହୋଇ ନଥାଏ। ସଂଯମୀ ମଣିଷ ସବୁବେଳେ ମିଛୁଆ ହୋଇଥାଏ। ଯାହା ସେ ଉପରୁ ଦେଖାଯାଏ ଠିକ୍ ତାର ଓଲଟା ତାର ଭିତରେ ଦବା ହୋଇଥାଏ। ସେହି ଜିନିଷକୁ ଦବେଇବା ଚେଷ୍ଟାରେ ସେ ସଂଯମୀ ହୋଇଯାଇଥାଏ। ସଂଯମୀର ଭିତରେ ସବୁବେଳେ ବାରୁଦ ଥାଏ ଯେଉଁଥିରେ କେବେ ବି ନିଆଁ ଲାଗିଗଲେ ବହୁତ ବିପଜ୍ଜନକ ଏବଂ 24 ଘଣ୍ଟା ଦବେଇବାକୁ ପଡ଼ିଥାଏ। ଯାହାକୁ ଦବେଇଛି ତାକୁ ଏକ ମୁହୂର୍ତ୍ତ ପାଇଁ ମଧ୍ୟ ଫୁର୍ସତ ଦେଲେ ଛୁଟି ଦେଲେ ସେ ବାହାରି ଆସିବ। ଏଥିପାଇଁ ସଂଯମୀ ମଣିଷକୁ ହଲିଡେ ଛୁଟି କେବେ ମଧ୍ୟ ନଥାଏ। 24 ଘଣ୍ଟା ଯେପର୍ଯ୍ୟନ୍ତ ଜାଗ୍ରତ ଥାଏ। ହଁ, ନିଦରେ ବଡ଼ ଗଡ଼ବଡ଼ ହୋଇଯାଏ, ସ୍ୱପ୍ନରେ ସବୁ ବଦଳିଯାଏ। ଯାହାକୁ ସେ ଦବେଇଛି ତାହା ନିଦରେ ପ୍ରକଟ ହେବାକୁ ଲାଗେ। କାରଣ ନିଦରେ ସଂଯମ ଚାଲେ ନାହିଁ। କୌଣସି ପ୍ରକାରେ ସଂଯମ ସାଧନା କରି ସେ ବିଚରା ନସରୁଦ୍ଦିନ ସେଇ ଘର ଭିତରକୁ ପଶିଲେ। ମନରେ ଦବେଇ ରଖିଛନ୍ତି ସେହି ପୋଷାକ ହିଁ ପୋଷାକ, ପୋଷାକ ହିଁ ପୋଷାକ। କହୁଛନ୍ତି ଯେ ମୋର ନୁହେଁ, ଏବେ ତ ବନ୍ଧୁଙ୍କର ହିଁ। କିନ୍ତୁ ଯେତିକି ସେ କହୁଛନ୍ତି ଯେ ମୋର ନୁହେଁ ବନ୍ଧୁଙ୍କର ହିଁ, ସେତିକି ସେହି ପୋଷାକ ଆହୁରି ମୋର ପରି ଜଣାପଡ଼ୁଛି। ମନକୁ ଯେଉଁ କଥା ପାଇଁ ମନା କରିବ ମନ ସେହି ଆଡ଼କୁ ଦୌଡ଼ିବାକୁ ଲାଗେ। ମନା କର ଏବଂ ମନ ଦୌଡ଼େ। ମନା କରିବା ହେଉଛି ଡାକରା। ମନରେ ନାର ଅର୍ଥ ହଁ ହୋଇଥାଏ। ମନରେ ଭିତରେ ନାର ଅର୍ଥ ହଁ ହୋଇଥାଏ। ଯେଉଁ କଥାକୁ ତୁମେ କହିଲ ନା, ମନ କହିବ ହଁ ଏହିଟି ପୋଷାକ ମୋର ଅଟେ। ମନ କହିବାକୁ ଲାଗିଲା କିଏ କହୁଛି ପୋଷାକ ମୋର ନୁହେଁ ଏବଂ ନସରୁଦ୍ଦିନଙ୍କ ଉପରର ବୁଦ୍ଧି ବୁଝାଇବାକୁ ଲାଗିଲା ଯେ ନା, ପୋଷାକ ତ ମୁଁ ଦେଇଦେଲି ବନ୍ଧୁଙ୍କୁ। ଯେତେବେଳେ ସେ ଭିତରକୁ ଗଲେ ସେତେବେଳେ ନସରୁଦ୍ଦିନ କେହି ମଧ୍ୟ ବୁଝିପାରୁ ନଥିଲେ ଯେ ଭିତରେ ପୋଷାକକୁ ନେଇ ଲଢ଼ୁଛନ୍ତି। ଘରେ ଯାହାଙ୍କ ପାଖକୁ ନେଇଯାଇଥିଲେ ସ୍ୱାମୀ ଉପସ୍ଥିତ ନଥିଲେ, ସୁନ୍ଦରୀ ପତ୍ନୀ ଉପସ୍ଥିତ ଥିଲେ। ତାଙ୍କ ଆଖି ସିଧା ବନ୍ଧୁଙ୍କ ପୋଷାକ ଉପରେ ଅଟକି ଗଲା। ନସରୁଦ୍ଦିନଙ୍କୁ ଧକ୍କା ଲାଗିଲା। ଏହି ସୁନ୍ଦରୀ ସ୍ତ୍ରୀ ତାଙ୍କୁ ମଧ୍ୟ କେବେ ଏତେ ପ୍ରେମରେ ଦେଖିନଥିଲେ। ପଚାରିବାକୁ ଲାଗିଲେ ଏ କିଏ? ଏହି ବ୍ୟକ୍ତି କିଏ? କେବେ ଦେଖି ନାହିଁ। ନସରୁଦ୍ଦିନ କହିଲେ ମୋର ବନ୍ଧୁ ଅଟନ୍ତି। ଯଦିଓ କହୁଥିଲେ ମନେ ହେଉଥିଲା ଯେ ମୋର ଶତ୍ରୁ। କହୁଥିଲେ ଯେ ମୋର ବନ୍ଧୁ ଅଟନ୍ତି କିନ୍ତୁ ଲାଗୁଥିଲା ଯେ ମୋର ଶତ୍ରୁ। ଏହି ଦୁଷ୍ଟକୁ କେଉଁଠାରୁ ସାଙ୍ଗରେ ନେଇ ଆସିଲି। ଯିଏ ଦେଖୁଛି ସିଏ ହିଁ ତାଙ୍କୁ ଦେଖୁଛି ଏବଂ ପୁରୁଷମାନଙ୍କର ଦେଖିବା ପର୍ଯ୍ୟନ୍ତ ଠିକ୍ ଥିଲା। ସୁନ୍ଦରୀ ସ୍ତ୍ରୀମାନେ ମଧ୍ୟ ତାଙ୍କୁ ହିଁ ଦେଖୁଛନ୍ତି। ତେବେ ପୁଣି ବହୁତ ମୁସିବତ ହୋଇଗଲା। ମୋର ବନ୍ଧୁ ଅଟନ୍ତି, ପିଲାଦିନର ସାଥୀ ଅଟନ୍ତି, ବହୁତ ଭଲ ମଣିଷ ଅଟନ୍ତି। ରହିଗଲା ପୋଷାକ। ପୋଷାକ ତାଙ୍କର ହିଁ ଅଟେ, ମୋର ନୁହେଁ। କିନ୍ତୁ ପୋଷାକ ଯଦି ତାଙ୍କର ହିଁ ତେବେ କହିବାର ଆବଶ୍ୟକତା କ'ଣ? କହିଦେଲେ ତାପରେ ଜଣାପଡ଼ିଲା ଯେ ପୁଣି ଭୁଲ ହୋଇଗଲା। ର ନିୟମ ହେଉଛି ଭୁଲ ଅତିରେକ ଉପରେ ହୋଇଥାଏ, ଏକ୍ସଟ୍ରିମ ଉପରେ ହୋଇଥାଏ। ଗୋଟିଏରୁ ବଞ୍ଚିବ ଅନ୍ୟରେ ହୋଇଯିବ। ର ନିୟମ ହେଉଛି ଘଣ୍ଟାର ପେଣ୍ଡୁଲମ ପରି ଚାଲେ ଭୁଲ।
ଏହି କୋଣରୁ ପୁଣି ଠିକ୍ ଅନ୍ୟ କୋଣକୁ ଯାଏ ମଝିରେ ଅଟକେ ନାହିଁ ଭୁଲ। ଭୋଗରୁ ଯିବ ତ ଏକଦମ ତ୍ୟାଗ ଉପରେ ଚାଲିଯିବ। ଗୋଟିଏ ବୋକାମି ଛାଡ଼ିଲା, ଦ୍ୱିତୀୟ ବୋକାମି ଉପରେ ପହଞ୍ଚିଯିବ। ଅଧିକ ଖାଦ୍ୟରୁ ବଞ୍ଚିବ, ଉପବାସ। ତାହା ଅଧିକ ଖାଦ୍ୟଠାରୁ ମଧ୍ୟତର। କାରଣ ଅଧିକ ଖାଦ୍ୟ ମଧ୍ୟ ମଣିଷ ଦିନରେ 2 ଥର କରିପାରେ, କିନ୍ତୁ ଉପବାସ କରୁଥିବା ମଣିଷ ଦିନସାରା ମନେ ମନେ ଖାଦ୍ୟ ଖାଇଥାଏ। କରିବାକୁ ପଡ଼େ। 24 ଘଣ୍ଟା ଭୋଜନ କରିବାକୁ ପଡ଼େ। ଗୋଟିଏରୁ ମଣିଷର ମନ ବଞ୍ଚେ ଏବଂ ଦ୍ୱିତୀୟ ଭୁଲ ଉପରେ ମନଟିରେ ଅତିରେକରେ ଦୋଳାୟମାନ ହୁଏ। ଗୋଟିଏ ଭୁଲ କରିଥିଲା ଯେ ପୋଷାକ ମୋର ଅଟେ, ଏବେ ଦ୍ୱିତୀୟ ଭୁଲ ହୋଇଗଲା ଯେ ପୋଷାକ ତାଙ୍କରି ଅଟେ। କିନ୍ତୁ ଏମ୍ଫାଟିକାଲି ଯେତେବେଳେ ଏତେ ଜୋରରେ କେହି କହେ ଯେ ପୋଷାକ ତାଙ୍କରି ଅଟେ, ତେବେ ସ୍ପଷ୍ଟ ହୋଇଯାଏ ଯେ ପୋଷାକ ତାଙ୍କର ନୁହେଁ। ଏହା ବଡ଼ ମଜାର କଥା। ଜୋରରେ ଆମକୁ ସେହି କଥା କହିବାକୁ ପଡ଼େ ଯାହା ସତ୍ୟ ନୁହେଁ। ଯଦି ତୁମେ କୁହ ଯେ ମୁଁ ବହୁତ ବାହାଦୁର ମଣିଷ, ତେବେ ବୁଝିନେବ ଯେ ତୁମେ ପକ୍କା ନମ୍ବର 1 କାପୁରୁଷ। ଏବେ ହିନ୍ଦୁସ୍ତାନ ଉପରେର ଆକ୍ରମଣ ହେଲା। ସାରା ହିନ୍ଦୁସ୍ତାନରେ କବି ପୋଏଟ ସୃଷ୍ଟି ହୋଇଗଲେ, ଯେପରି ବର୍ଷାରେ ବେଙ୍ଗ ସୃଷ୍ଟି ହୁଅନ୍ତି। ଆଉ ସେ ସବୁ କହିବାକୁ ଲାଗିଲେ ଯେ ଆମେ ଶୋଇଥିବା ସିଂ, ଆମକୁ ହାତ ମାର ନାହିଁ। କେବେ ଶୋଇଥିବା ସିଂ କବିତା କରିଛି କି ଯେ ଆମକୁ ହାତ ମାର ନାହିଁ? ଶୁଣିଛ କେବେ ଏହା? ଶୋଇଥିବା ସିଂହକୁ ହାତ ମାରିଦିଅ, ତାପରେ ସେ କବିତା କରିବ। ତାପରେ ଜଣାପଡ଼ିଯିବ ଯେ ହାତ ମାରିବାର ଅର୍ଥ କ'ଣ ହୋଇଥାଏ। କିନ୍ତୁ ଆମର ପୁରା ଦେଶ କହିବାକୁ ଲାଗିଲା ଆମେ ଶୋଇଥିବା ସିଂ, ଆମେ ଏମିତି କରିଦବୁ, ଆମେ ସେମିତି କରିଦବୁ। ଆଉ ଚୀନ ଲକ୍ଷ ଲକ୍ଷ ମାଇଲ ଜମି ଦବେଇ ବସିଗଲା। ଶୋଇଥିବା ସିଂ ଶୋଇଗଲେ ପୁଣି ଥରେ କବିତା ବଗେରା ବନ୍ଦ କରି। ଏହି ସିଂହ ଫିଙ୍ଗ ହେବାର ଧ୍ୟାନ ସିଂହମାନଙ୍କୁ ଆସେ ନାହିଁ, ଏହା କାପୁରୁଷମାନଙ୍କୁ ଆସେ। ସିଂ ସିଂ ହୋଇଥାଏ, ଚିଲାଇ ଫିଲାଇ କହିବାର ଆବଶ୍ୟକତା ନଥାଏ। ଆମେ ଯେତେ ଜୋରରେ କହିଥାଉ ତାର ଓଲଟା ଆମ ଭିତରେ ଥାଏ। ଏଥିପାଇଁ ଜୋରରେ କିଛି କହୁଥିବା ବେଳେ ଟିକେ ସମ୍ଭାଳି କରି କହିବ। ଯଦି କାହାକୁ କୁହ ଯେ ମୁଁ ତୁମକୁ ବହୁତ ପ୍ରେମ କରେ, ତେବେ ସନ୍ଦିଗ୍ଧ ଅଟେ ସେହି ପ୍ରେମ। ପ୍ରେମ କ'ଣ ବହୁତ କରାଯାଏ, ବସ୍ କରାଯାଏ କିମ୍ବା କରାଯାଏ ନାହିଁ। କିନ୍ତୁ ମଣିଷର ମନ ସବୁବେଳେ ନାସମଝିଆମାନଙ୍କ ଚକ୍କରରେ ବୁଲୁଥାଏ। ନସରୁଦ୍ଦିନ କହିଦେଲେ ଯେ ପୋଷାକ ପୋଷାକ ଏହି ବନ୍ଧୁଙ୍କର ଅଟେ। ସେହି ସ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହେଲେ, ବନ୍ଧୁ ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଯେ ପୁଣି ସେହି କଥା। ବାହାରକୁ ଆସି ସେହି ବନ୍ଧୁ କହିଲେ, କ୍ଷମା କର, ଏବେ ମୁଁ ଫେରି ଯାଉଛି। ଭୁଲ ହୋଇଗଲା ତୁମ ସହିତ ଆସି। କ'ଣ ତୁମକୁ କେବଳ ପୋଷାକ ହିଁ ପୋଷାକ ଦେଖାଯାଉଛି? ନସରୁଦ୍ଦିନ କହିଲେ, ମୁଁ ମଧ୍ୟ ବୁଝିପାରୁ ନାହିଁ। ଆଜି ପର୍ଯ୍ୟନ୍ତ ଜୀବନରେ ପୋଷାକ ମୋତେ ଦେଖାଯାଇ ନାହିଁ। ଏହା ପ୍ରଥମ ମଉକା, ଅବସର। କ'ଣ ହୋଇଗଲା ମୋତେ? ମୋ ମୁଣ୍ଡରେ କ'ଣ ଗଡ଼ବଡ଼ ହୋଇଗଲା? କିନ୍ତୁ ପ୍ରଥମ ଭୁଲ ହୋଇଯାଇଥିଲା, ତାର ଓଲଟା ଭୁଲ ହୋଇଗଲା। ଏବେ ପୋଷାକର କଥା ହିଁ କହିବି ନାହିଁ। ବସ୍ ଜଣେ ବନ୍ଧୁଙ୍କ ଘରକୁ ଆଉ ଥରେ ଦେଖା କରିବାକୁ ଚାଲିବା। ତାପରେ ଆମେ ଫେରିଯିବା। ଆଉ ଗୋଟିଏ ସୁଯୋଗ ମୋତେ ଦିଅ, ନଚେତ୍ ଜୀବନ ସାରା ପାଇଁ ଅପରାଧ ମନରେ ରହିଯିବ ଯେ ମୁଁ ବନ୍ଧୁଙ୍କ ସହିତ କିପରି ବ୍ୟବହାର କଲି। ବନ୍ଧୁ ସାଥିରେ ଯିବାକୁ ରାଜି ହୋଇଗଲେ। ଭାବିଲେ ଏବେ ଆଉ କ'ଣ ଭୁଲ କରିବ। କଥା ଶେଷ ହୋଇଯାଇଛି। 2ଟି କଥା ହୋଇପାରିଥାନ୍ତା, 2ଟି ଯାକ ହୋଇଗଲାଣି। କିନ୍ତୁ ଭୁଲ କରୁଥିବା ଲୋକେ ବଡ଼ ଭେଣ୍ଟିଭ, ଉଦ୍ଭାବକ ହୋଇଥାନ୍ତି। ଜଣାଅଛି, ନୂଆ ଭୁଲ ଇଜାଦ କରିଦିଅନ୍ତି ଯାହା ଆପଣଙ୍କୁ ଜଣା ମଧ୍ୟ ନଥାଏ। ତୃତୀୟ ବନ୍ଧୁଙ୍କ ଘରକୁ ଗଲେ। ଏଥର ତ ନସରୁଦ୍ଦିନ ନିଜ ଛାତିକୁ ଦବେଇ ଧରି ବସିଛନ୍ତି ଯେ ଯାହା ହେଉ। କିନ୍ତୁ ଯେତେ ଜୋରରେ କୌଣସି ଜିନିଷକୁ ଦବେଇବ, ତାହା ସେତିକି ଜୋରରେ ଉତ୍ପନ୍ନ ହେବା ଆରମ୍ଭ କରେ। କୌଣସି ଜିନିଷକୁ ଦବେଇବା ତାକୁ ଶକ୍ତି ଦେବାର ଅନ୍ୟ ନାମ। ଦବେଇବ ଏବଂ ଶକ୍ତି ମିଳେ ତାକୁ। ଯେତେ ଜୋରରେ ଆପଣ ଦବେଇଥାନ୍ତି, ଜୋରରେ ଯେଉଁ ତାକତ ଆପଣଙ୍କର ଲାଗେ ତାହା ସେଇଥିରେ ଚାଲିଯାଏ ଯାହାକୁ ଆପଣ ଦବେଇଥାନ୍ତି। ତେବେ ତାକତ ମିଳିଗଲା ତାକୁ। ଏବେ ସେ ଦବେଇଛନ୍ତି ଏବଂ ସବୁବେଳେ ପାଉଛନ୍ତି ଯେ ମୁଁ ଦୁର୍ବଳ ପଡ଼ିଯାଉଛି ଏବଂ ସେହି ପୋଷାକ ମଜବୁତ ଶକ୍ତ ହେଉଛି। ପୋଷାକ ପରି ଜିନିଷ, ଫିଜୁଲ, ଏତେ ମଜବୁତ ହୋଇପାରେ ଯେ ନସରୁଦ୍ଦିନଙ୍କ ପରି ଶକ୍ତିଶାଳୀ ମଣିଷ ହାରି ଯାଉଛନ୍ତି ତାର ସାମ୍ନାରେ। ଯିଏ କୌଣସି ଜିନିଷରୁ ହାରି ନଥିଲେ, ଆଜି ସାଧାରଣ ପୋଷାକ ତାଙ୍କୁ ହରାଇ ଦେଉଛି। ସେ ନିଜର ପୁରା ତାକତ ଲଗାଉଛନ୍ତି, କିନ୍ତୁ ତାଙ୍କୁ ଜଣା ନାହିଁ ଯେ ପୁରା ତାକତ ଆମେ ଲଗାଇଥାଉ ତାର ବିପକ୍ଷରେ, ଯାହାକୁ ଆମେ ଭୟ କରିଥାଉ। ଏବଂ ଯାହାକୁ ଆମେ ଭୟ କରିଥାଉ ତାଠାରୁ ଆମେ ହାରି ଯାଇଥାଉ, ତାଠାରୁ ଆମେ କେବେ ମଧ୍ୟ ଜିତିପାରିବା ନାହିଁ। ମଣିଷ ତାକତରେ ଜିତେ ନାହିଁ, ଅଭୟରେ ଜିତେ, ନେସ୍ ନିର୍ଭୀକତାରେ ଜିତେ। ତାକତରେ କୌଣସି ମଣିଷ ଜିତେ ନାହିଁ। ବଡ଼ରୁ ବଡ଼ ତାକତୁର ହାରିଯିବ ଯଦି ଭିତରେ ଫିଅର, ଭୟ ଅଛି। ଆମେ ଅନ୍ୟଠାରୁ କେବେ ହାରୁ ନାହିଁ।
ନିଜର ଭୟରୁ ହାରୁ, ଏହା ଧ୍ୟାନ ରହୁ। ତେ କମ୍ ମାନସିକ ଜଗତରେ ତ ଏହା ପକ୍କା ଯେ ଅନ୍ୟ କେବେ ଆମକୁ ହରାଏ ନାହିଁ, ଆମର ଭୟ ହିଁ ଆମକୁ ହରାଇ ଦେଇଥାଏ। ସେ ଯେତିକି ଭୟଭୀତ ହେଉଛନ୍ତି ସେତିକି ତାକତ ଲଗାଉଛନ୍ତି, ସେ ଯେତିକି ତାକତ ଲଗାଉଛନ୍ତି ସେତିକି ଭୟଭୀତ ହେଉଛନ୍ତି। କାରଣ ପୋଷାକ ଛାଡୁନାହିଁ, ପଛରେ ସେ ଚକ୍କର କାଟୁଛି। ତୃତୀୟ ଘର ଭିତରେ ପଶିଛନ୍ତି, ସେହି ମଣିଷରେ ନାହାନ୍ତି, ସେ ବେହୋସ ଅଜ୍ଞାନ ଅଟନ୍ତି। ତାଙ୍କୁ ନ ଦିଆଲ ଦେଖାଯାଉଛି, ନ ଘରର ଲୋକେ ଦେଖାଯାଉଛନ୍ତି। ତାଙ୍କୁ ସେହି କୋଟ ପଗଡ଼ି ସେହି ଦେଖାଯାଉଛି। ବନ୍ଧୁ ମଧ୍ୟ ହଜିଯାଇଛନ୍ତି, କେବଳ ପୋଷାକ ଅଛି ଏବଂ ସେ ଅଛନ୍ତି। ଏବଂ ସେ ଲଢୁଛନ୍ତି, ଉପରୁ କାହାକୁ ଜଣା ନାହିଁ। ଯେଉଁ ଘରକୁ ଗଲେ ପୁଣି ଆଖି ଅଟକିଗଲା ସେଇଠି, ତାଙ୍କ ବନ୍ଧୁଙ୍କ ପୋଷାକ ଉପରେ। ପଚରାଗଲା, ଏ କିଏ? ଏବେ ସେ ଜ୍ୱରରେ ଫିଭରରେ ଅଛନ୍ତି, ଏବେ ସେ ନସରୁଦ୍ଦିନରେ ନାହାନ୍ତି, ଏବେ ସେ ଫିଭରରେ ଅଛନ୍ତି। ଦମନ ସପ୍ରେସ୍ କରୁଥିବା ଲୋକେ ସବୁବେଳେ ଜ୍ୱରରେ ବଞ୍ଚନ୍ତି, କେବେ ଶାନ୍ତ ହୁଅନ୍ତି ନାହିଁ। ସପ୍ରେସନ୍ ଯାହା, ତାହା ମେଣ୍ଟାଲ ଫିଭର, ତାହା ମାନସିକ ଜ୍ୱର। ଦବେଇ ଦେଇଛନ୍ତି, ଏବେ ଜ୍ୱର ଧରିଛି। ହାତ ପାଦ କମ୍ପୁଛି ତାଙ୍କର। ସେ ନିଜର ହାତ ପାଦ ରୋକିବାର ଚେଷ୍ଟା କରୁଛନ୍ତି, କିନ୍ତୁ ଯେତିକି ରୋକିବାର ଚେଷ୍ଟା କରୁଛନ୍ତି ସେତିକି କମ୍ପୁଛି। ପଚରାଗଲା, ଏ କିଏ? ଏବେ ତାଙ୍କୁ ନିଜକୁ ମଧ୍ୟ ମନେ ପଡୁନାହିଁ ଯେ ଏ କିଏ। କେବଳ ପୋଷାକ ଅଛି, କେବଳ ପୋଷାକ ଅଛି, କେବଳ ପୋଷାକ ଅଛି, ଏହି ମନେ ପଡୁଛି। କିନ୍ତୁ କୁହନ୍ତି ଯେ ନା, ଯେମିତି ବହୁତ ମୁସ୍କିଲ ପଡୁଛି ତାଙ୍କୁ ମନେ ପକାଇବା। କହିଲେ, ମୋର ବନ୍ଧୁ ଅଟନ୍ତି, ନାମ ହେଉଛି ଫଳାଣା ଫଳାଣା। ରହିଗଲା ପୋଷାକ, ତେବେ ପୋଷାକର କଥା ହିଁ କହିବା ନାହିଁ, କାହାର ବି ହେଉ, ପୋଷାକର କଥା ହିଁ ଉଠାଇବା ନାହିଁ। କିନ୍ତୁ କଥା ଉଠିଗଲା। ଯାହାର କଥା ନ ଉଠାଇବାକୁ ହୁଏ ତାହାରି କଥା ଅଧିକ ଉଠିଥାଏ। ଯାହାର କଥା ନ ଉଠାଇବାକୁ ହୁଏ ତାହାରି କଥା ଅଧିକ ଉଠିଥାଏ। ଏଇ ଛୋଟ କାହାଣୀଟି ମୁଁ କାହିଁକି କହିଲି? ସେକ୍ସ, କାମୁକତା କଥା ଉଠାଇବାକୁ ନାହିଁ ଏବଂ ତାହାରି କଥା 24 ଘଣ୍ଟା ଉଠେ। କାହା ସହିତ କଥାବାର୍ତ୍ତା କରିବାକୁ ନାହିଁ, କିନ୍ତୁ ନିଜ ସହିତ ହିଁ କଥା ଚାଲିଥାଏ। ଅନ୍ୟ ସହିତ କଥା କର ନାହିଁ, ତେବେ ନିଜ ସହିତ ହିଁ କରିବାକୁ ପଡ଼ିବ କଥା। ଏବଂ ଅନ୍ୟ ସହିତ କଥା ହେବାରେ ରାହତ, ସ୍ୱସ୍ତି ମଧ୍ୟ ମିଳିପାରେ, ନିଜ ସହିତ କଥା ହେବାରେ କୌଣସି ରାସ୍ତା ହିଁ ନାହିଁ। କୋହଲୁ ତେଲ ଘଣାର ବଳଦ ପରି ନିଜ ଭିତରେ ହିଁ ଘୁରୁଥାଅ। ସେକ୍ସ କଥା କରିବାକୁ ନାହିଁ, ଏହା ଏକ ଟାବୁ ନିଷେଧ। ତାହାର କଥା କରିବାକୁ ନାହିଁ, ତାହାର କଥା ହିଁ ଉଠାଇବାକୁ ନାହିଁ। ମା ନିଜ ପୁଅ ସାମ୍ନାରେ ଉଠାଏ ନାହିଁ, ପୁଅ ନିଜ ବାପା ସାମ୍ନାରେ ଉଠାଏ ନାହିଁ, ବନ୍ଧୁ ବନ୍ଧୁ ସାମ୍ନାରେ ଉଠାନ୍ତି ନାହିଁ। ଉଠାଇବାକୁ ନାହିଁ କଥା। ଯେଉଁମାନେ ଉଠାନ୍ତି ସେମାନେ ଅଶିଷ୍ଟ। ଆଉ 24 ଘଣ୍ଟା ସେହି କଥା ଚାଲିଥାଏ। ସମସ୍ତଙ୍କ ମନରେ ସେହି କଥା ଚାଲିଥାଏ। ଏହି ସେକ୍ସ ଏତେ ମହତ୍ୱପୂର୍ଣ୍ଣ ନୁହେଁ ଯେତିକି କି କଥା ନ ଉଠାଇବାରୁ ମହତ୍ୱପୂର୍ଣ୍ଣ ହୋଇଯାଇଛି। ଏହି ସେକ୍ସ ଆଦୌ ମହତ୍ୱପୂର୍ଣ୍ଣ ନୁହେଁ ଯେତିକି କି ଆମେ ଏହାକୁ ବୁଝୁଛୁ। କିନ୍ତୁ କୌଣସି ବ୍ୟଥାର କଥା ଉଠାଇବା ବନ୍ଦ କରିଦିଅ, ତାହା ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ହୋଇଯିବ। ଏହି ଦ୍ୱାର ଉପରେ ଏକତି ଫଳକ ଲଗାଇ ଦିଅ ଯେ ଏଠାରେ ଝାଙ୍କିବା, ଲୁଚି ଦେଖିବା ମନା। ଏବଂ ଏଠାରେ ଝାଙ୍କିବା ବଡ଼ ମହତ୍ୱପୂର୍ଣ୍ଣ ହୋଇଯିବ। ତାପରେ ଚାହେଁ ଆପଣଙ୍କ ୟୁନିଭର୍ସିଟିରେ କିଛି ବି ହେଉଥାଉ, ଆଇନଷ୍ଟାଇନ ଆସି ଗଣିତ ଉପରେ ଭାଷଣ ଦେଉଥାନ୍ତୁ, ସେସବୁ ବେକାର। ଏଇଠି ମହତ୍ୱପୂର୍ଣ୍ଣ, ଏଇଠି ଝାଙ୍କିବାର ଆବଶ୍ୟକତା ହେବ। ପ୍ରତ୍ୟେକ ଛାତ୍ର ଏଇଠି ଚକ୍କର ଲଗାଇବାକୁ ଲାଗିବ। ପୁଅମାନେ ଟିକେ ଜୋରରେ ଲଗାଇବେ, ଝିଅମାନେ ଟିକେ ଧୀରେ। ବାସ୍, ବାକି କୌଣସି ବୁନିୟାଦୀ ଫରକ, ମୂଳଗତ ପ୍ରଭେଦ ନାହିଁ ମଣିଷ ମଣିଷ ଭିତରେ। ସେମାନଙ୍କ ମନରେ ମଧ୍ୟ ହେବ ଯେ କଣ ଅଛି ଏଇଟି ଭିତରେ। ଏଇଟି ଏକଦମ ଅର୍ଥ ନେଇଯିବ। କିଛି ଯେଉଁ ଭଲ ପୁଅ ଝିଅ ନୁହନ୍ତି ସେମାନେ ଆସି ସିଧା ଦେଖି ଝାଙ୍କିବାକୁ ଲାଗିବେ। ସେମାନେ ବଦନାମୀ ଉଠାଇବେ ଯେ ଏମାନେ ଭଲକୁ ନୁହନ୍ତି। ଯେଉଁଠି ଲାଗିଥିଲା ଯେ ଝାଙ୍କିବାକୁ ନାହିଁ, ଏମାନେ ସେଇଠି ଝାଙ୍କୁଥିଲେ। ଯେଉଁମାନେ ଭଦ୍ର ସଜ୍ଜନ ଅଟନ୍ତି, ଭଲ ଘରର ଅଟନ୍ତି, ଏହି ପ୍ରକାରର ଓହମ ଭ୍ରମ ଯାହାଙ୍କ ମୁଣ୍ଡରେ ଅଛି, ସେମାନେ ଏଠାରୁ ତିର୍ଛା ଆଖି କରି ବାହାରିଯିବେ। ଆଖି ତିର୍ଛା ରହିବ, ଦେଖାଯିବ ହିଁ ମହାଶୟ। ଏବଂ ତିର୍ଛା ଆଖିରୁ ଯେଉଁ ଜିନିଷ ଦେଖାଯାଏ ତାହା ବହୁତ ବିପଜ୍ଜନକ ହୋଇଥାଏ। ଦେଖାଯାଏ ନାହିଁ ଏବଂ ଦେଖାଯାଏ ମଧ୍ୟ। ଦେଖି ମଧ୍ୟ ପାରନ୍ତି ନାହିଁ। ମନରେ ଭାବ ମଧ୍ୟ ରହିଯାଏ ଯେ ଦେଖିବାକୁ ଥିଲା। ତାପରେ ସେହି ଯେଉଁ ପୀଡ଼ିତ ଜନ, ଦୁଃଖୀ ଲୋକେ ଏଠାରୁ ତିର୍ଛା ତିର୍ଛା ବାହାରିଯିବେ। ସେମାନେ ଏହାର ବଦଲା ପ୍ରତିଶୋଧ ନେବେ। କାହାଠାରୁ? ଯେଉଁମାନେ ଝାଙ୍କୁଥିଲେ ସେମାନଙ୍କ ଠାରୁ। ଗାଳି ଦେବେ ସେମାନଙ୍କୁ ଯେ ଖରାପ ଲୋକ ଅଟନ୍ତି, ଅଶିଷ୍ଟ ଅଟନ୍ତି, ସଜ୍ଜନ ନୁହନ୍ତି, ଅସାଧୁ ଅଟନ୍ତି। ଏହିମାନେ କାହାଠାରୁ ବଦଲା ନେଉଛନ୍ତି। ଏହିପରି ମନକୁ ସାନ୍ତ୍ୱନା, କନସୋଲେସନ ଯୋଗାଡ଼ କରୁଛନ୍ତି ଯେ ଆମେ ଭଲ ମଣିଷ, ଏଥିପାଇଁ ଆମେ ଝାଙ୍କି ଦେଖିଲୁ ନାହିଁ।
କିନ୍ତୁ ଝାଙ୍କି ଦେଖିବା ତ ନିଶ୍ଚୟ ଥିଲା। ସେହି କଥା ମନ କହି ଚାଲିଯିବ। ସନ୍ଧ୍ୟା ହେଉ ହେଉ ଅନ୍ଧାର ଘେରି ଆସୁ ଆସୁ ସେମାନେ ଆସିବେ। ରେ ବସି ପଢ଼ିବେ। ତଥାପି ତି ଦେଖାଯିବ କିତାବ ନୁହେଁ। ଲ୍ୟାବୋରେଟୋରୀରେ ଏକ୍ସପେରିମେଣ୍ଟ ପରୀକ୍ଷା କରୁଥିବେ ଏବଂ ତି ବାରମ୍ବାର ଆସିଯିବ। ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଆସିଯିବେ। ଆସିବାକୁ ପଡ଼ିବ। ମଣିଷର ମନର ନିୟମ ଅଛି। ଏହି ନିୟମର ଓଲଟା ହୋଇପାରିବ ନାହିଁ। କିଛି ବହୁତ ହିଁ ଦୁର୍ବଳ ଥିବେ, ସେମାନେ ହୁଏତ ଆସି ନ ପାରନ୍ତି। ତେବେ ରାତିରେ ସ୍ୱପ୍ନରେ ସେମାନଙ୍କୁ ଆସିବାକୁ ପଡ଼ିବ। ଆସିବାକୁ ପଡ଼ିବ। ମନର ନିୟମ ଅପବାଦ ମାନନ୍ତି ନାହିଁ। ସେଠାରେ ସନ୍ ବ୍ୟତିକ୍ରମ ନଥାଏ। ଜଗତର କୌଣସି ନିୟମରେ କୌଣସି ଅପବାଦ ନଥାଏ। ଜଗତର ନିୟମ ଅତ୍ୟନ୍ତ ବୈଜ୍ଞାନିକ ଅଟେ। ମନର ନିୟମ ମଧ୍ୟ ସେତିକି ବୈଜ୍ଞାନିକ ଅଟେ। ଏହି ଯେଉଁ ସେକ୍ସ ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି, ଏହା ବର୍ଜନା ମନା କରିବା କାରଣରୁ ବର୍ଜନାର୍ଥୀ ଲାଗିଛି। ସେହି ବର୍ଜନା କାରଣରୁ ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି ଯେ ସାରା ମନକୁ ଘେରି ନେଇଛି। ସାରା ମନ ସେକ୍ସର ଚାରିପାଖରେ ଘୂରିବାକୁ ଲାଗିଛି। ସେହି ଫ୍ରଏଡ୍ ଠିକ୍ କୁହନ୍ତି ଯେ ମନୁଷ୍ୟର ମନ ସେକ୍ସର ଆଖପାଖରେ ହିଁ ଘୂରିଥାଏ। କିନ୍ତୁ ସେ ଏହା ଭୁଲ କୁହନ୍ତି ଯେ ସେକ୍ସ ବହୁତ ମହତ୍ତ୍ୱପୂର୍ଣ୍ଣ ଏଥିପାଇଁ ଘୂରିଥାଏ। ନା, ଘୂରିବାର କାରଣ ହେଉଛି ବର୍ଜନା, ଇନକାର, ମନା, ବିରୋଧ, ନିଷେଧ। ଘୂରିବାର କାରଣ ହେଉଛି ହଜାର ହଜାର ବର୍ଷର ପରମ୍ପରା। ସେକ୍ସକୁ ଟାବୁ, ବର୍ଜିତ, ହୀନଦୃଷ୍ଟି, ନିନ୍ଦିତ, ଘୃଣ୍ୟ, ଗର୍ହିତ ସିଦ୍ଧ କରୁଥିବା ପରମ୍ପରା। ସେକ୍ସକୁ ଏତେ ମହତ୍ତ୍ୱପୂର୍ଣ୍ଣ କରିବାରେ ସାଧୁ ସନ୍ଥ ମହାତ୍ମାଙ୍କର ହାତ ଅଛି। ସେମାନେ ତି ଝୁଲାଇଛନ୍ତି ବର୍ଜନାର। ଏହା ବଡ଼ ଓଲଟା ମନେ ହେବ, କିନ୍ତୁ ଏହା ହିଁ ସତ୍ୟ ଏବଂ କହିବା ଜରୁରୀ। ମନୁଷ୍ୟ ଜାତିକୁ ସେକ୍ସୁଆଲିଟିର କାମୁକତାର ଆଡ଼କୁ ନେଇଯିବାର କାମ ମହାତ୍ମାମାନେ ହିଁ କରିଛନ୍ତି। ଯେତେ ଜୋରରେ ବର୍ଜନା ଲଗାଇଛନ୍ତି ସେମାନେ, ମଣିଷ ସେତିକି ଜୋରରେ ଆତୁର ହୋଇ ଦୌଡ଼ିବାକୁ ଲାଗିଛି। ଏପଟେ ବର୍ଜନା ଲଗାଇ ଦିଆଯାଇଛି, ତାର ପରିଣାମ ଏହା ହୋଇଛି ଯେ ସେକ୍ସ ରଗରୁ ଫୁଟି ବାହାରି ପଡ଼ିଛି। କବିତା ଟିକେ ଖୋଜାଖୋଜି କର, ଉପର ରାଖ, ପାଉଁଶ ହଟାଅ, ଭିତରେ ସେକ୍ସ ମିଳିବ। ଉପନ୍ୟାସ, କାହାଣୀ, ମହାନରୁ ମହାନ ସାହିତ୍ୟକାରର ଟିକେ ରାଖ ଝାଡ଼, ଭିତରେ ସେକ୍ସ ମିଳିବ। ଚିତ୍ର ଦେଖ, ମୂର୍ତ୍ତି ଦେଖ, ସିନେମା ଦେଖ। ଏବଂ ସାଧୁ ସନ୍ଥ ଏହି ସମୟରେ ସିନେମାର ବହୁତ ବିରୁଦ୍ଧରେ ଅଛନ୍ତି ଏବଂ ସେମାନଙ୍କୁ ଜଣା ନାହିଁ ଯେ ସିନେମା ନଥିଲା, ତେବେ ମଧ୍ୟ ମଣିଷ ଏହା ହିଁ କରୁଥିଲା। କାଳିଦାସଙ୍କ ଗ୍ରନ୍ଥ ପଢ଼। କୌଣସି ଫିଲ୍ମ ଏତେ ଅଶ୍ଳୀଳ ହୋଇପାରିବ ନାହିଁ ଯେତିକି କାଳିଦାସଙ୍କ ବଚନ ଅଛି। ଉଠାଇ ଦେଖ ପୁରୁଣା ସାହିତ୍ୟ, ପୁରୁଣା ମୂର୍ତ୍ତି ଦେଖ, ପୁରୁଣା ମନ୍ଦିର ଦେଖ। ଯାହା ଫିଲ୍ମରେ ଅଛି ତାହା ପଥରରେ ଖୋଦା ହୋଇ ମିଳିବ। କିନ୍ତୁ ଆଖି ଖୋଲେ ନାହିଁ ଆମର। ଅନ୍ଧଙ୍କ ପରି ଲକୀର ରେଖାକୁ ପିଟି ଚାଲି ଯାଉଛୁ। ସେକ୍ସ ଯେପର୍ଯ୍ୟନ୍ତ ଦମନ କରାଯିବ ଏବଂ ଯେପର୍ଯ୍ୟନ୍ତ ସ୍ୱସ୍ଥ ଖୋଲା ଆକାଶରେ ତାହାର କଥା ନ ହେବ ଏବଂ ଯେପର୍ଯ୍ୟନ୍ତ ଗୋଟିଏ ଗୋଟିଏ ପିଲାର ମନରୁ ବର୍ଜନାରତି ନ ହଟିବ, ସେପର୍ଯ୍ୟନ୍ତ ଦୁନିଆ ସେକ୍ସରସେସନ ଅନ୍ଧ ଆସକ୍ତିରୁ ମୁକ୍ତ ହୋଇପାରିବ ନାହିଁ। ସେପର୍ଯ୍ୟନ୍ତ ସେକ୍ସ ଏକ ରୋଗ ପରି ମଣିଷକୁ ଧରି ରଖିବ। ସେ ପୋଷାକ ପିନ୍ଧିବ ତ ନଜର ସେକ୍ସ ଉପରେ ହେବ। ଖାଦ୍ୟ ଖାଇବ ତ ନଜର ସେକ୍ସ ଉପରେ ହେବ। କିତାବ ପଢ଼ିବ ତ ନଜର ସେକ୍ସ ଉପରେ ହେବ। ଗୀତ ଗାଇବ ତ ନଜର ସେକ୍ସ ଉପରେ ହେବ। ସଙ୍ଗୀତ ଶୁଣିବ ତ ନଜର ସେକ୍ସ ଉପରେ ହେବ। ନାଚିବ ତ ନଜର ସେକ୍ସ ଉପରେ ହେବ। ସାରା ଜୀବନ ଆନାତୋଲେ ଫ୍ରାଙ୍କ ମରୁଥିଲେ। ମରୁଥିବା ସମୟରେ ଜଣେ ବନ୍ଧୁ ତାଙ୍କ ପାଖକୁ ଗଲେ ଏବଂ ଆନାତୋଲେଙ୍କ ପରି ଅଦ୍ଭୁତ ସାହିତ୍ୟକାରଙ୍କୁ ସେ ପଚାରିଲେ ଯେ ତୁମକୁ ମରୁଥିବା ବେଳେ ମୁଁ ଏହା ପଚାରୁଛି ଆନାତୋଲେ, ଜୀବନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କ'ଣ? ଆନାତୋଲେ କହିଲେ, ଟିକେ ପାଖକୁ ଆସିଯାଅ, କାନରେ ହିଁ କହିପାରିବି, କାରଣ ଆଖପାଖରେ ଆଉ ଲୋକେ ମଧ୍ୟ ବସିଛନ୍ତି। ବନ୍ଧୁ ପାଖକୁ ଆସିଗଲେ। ସେ ଭାବିଲେ ଯେ ଆନାତୋଲେଙ୍କ ପରି ମଣିଷ, ଯିଏ ଘରର ଚୁଡ଼ିଆ, ଛାତ ଉପରେ ଚଢ଼ି ଚିଲ୍ଲାଇବାରେ ଅଭ୍ୟସ୍ତ, ଯାହା ତାଙ୍କୁ ଠିକ୍ ଲାଗେ କୁହନ୍ତି, ସେ ମଧ୍ୟ ଆଜି ମରୁଥିବା ବେଳେ ଏତେ ଦୁର୍ବଳ ହୋଇଗଲେ ଯେ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା କହିବାକୁ କହୁଛନ୍ତି, ପାଖକୁ ଆସିଯାଅ, କାନରେ କହିବି, ଶୁଣ ଧୀରେ କିନା କାନରେ। ବନ୍ଧୁ ପାଖକୁ ଘୁଞ୍ଚି ଆସିଲେ। ଆନାତୋଲେ କାନ ପାଖକୁ ଓଠ ନେଇ ଆସିଲେ, କିନ୍ତୁ କିଛି କହିଲେ ନାହିଁ। ବନ୍ଧୁ କହିଲେ, କହୁନାହଁ। ଆନାତୋଲେ କହିଲେ, ତୁମେ ବୁଝି ଯାଇଥିବ, ଏବେ କହିବାର କ'ଣ ଆବଶ୍ୟକତା ଅଛି? ଏପରି ମଜା ଅଛି। ଆଉ ବନ୍ଧୁ ବୁଝିଗଲେ। ଆଉ ତୁମେ ମଧ୍ୟ ବୁଝିଗଲ, ନଚେତ୍ ହସୁ ନଥାନ୍ତ। ବୁଝିଗଲ ତ? କହିବାର କୌଣସି ଆବଶ୍ୟକତା ନାହିଁ। କ'ଣ ପାଗଳାମୀ ନେସେହା? ଏହା କିପରି ମନୁଷ୍ୟକୁ ପାଗଳାମୀର ଆଡ଼କୁ ନେଇଯିବାର, ଦୁନିଆକୁ ମ୍ୟାଡ୍ ହାଉସ୍, ପାଗଳଖାନା କରିବାର ଚେଷ୍ଟା ଚାଲିଛି।
ଏହାର ମୂଳ କାରଣ ହେଉଛି ଯେ ସେକ୍ସକୁ ଆଜି ପର୍ଯ୍ୟନ୍ତ ସ୍ୱୀକାର କରାଯାଇ ନାହିଁ, ଯେଉଁଥିରୁ ଜୀବନର ଜନ୍ମ ହୋଇଥାଏ, ଯେଉଁଥିରୁ ଜୀବନର ବୀଜ ମଞ୍ଜି ଫୁଟେ, ଯେଉଁଥିରୁ ଜୀବନର ଫୁଲ ଆସେ, ଯେଉଁଥିରୁ ଜୀବନର ସବୁ ସୁଗନ୍ଧ, ସବୁ ରଙ୍ଗ, ଯେଉଁଥିରୁ ଜୀବନର ସବୁ ନୃତ୍ୟ ଅଛି, ଯାହାର ଆଧାରରେ ଜୀବନର ଚକ ଘୂରିଥାଏ, ତାହାକୁ ହିଁ ସ୍ୱୀକାର କରାଗଲା ନାହିଁ। ଜୀବନର ମୌଳିକ ଆଧାରକୁ ଅସ୍ୱୀକାର କରାଗଲା। ଜୀବନରେ ଯାହା କେନ୍ଦ୍ରୀୟ ଥିଲା, ପରମାତ୍ମା ଯାହାକୁ ସୃଷ୍ଟିର ଆଧାର କରି ରଖିଛନ୍ତି, ଚାହେଁ ଫୁଲ ହେଉ, ଚାହେଁ ପକ୍ଷୀ ହେଉ, ଚାହେଁ ମଞ୍ଜି ହେଉ, ଚାହେଁ ଗଛ ହେଉ, ଚାହେଁ ମନୁଷ୍ୟ ହେଉ, ସେକ୍ସ ଯାହା ଜୀବନର ଜନ୍ମର ମାର୍ଗ, ତାହାକୁ ହିଁ ଅସ୍ୱୀକାର କରିଦିଆଗଲା। ତାହାର ଅସ୍ୱୀକୃତିର ଦୁଇଟି ପରିଣାମ ହେଲା, ଅସ୍ୱୀକାର କରୁ କରୁ ତାହା ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ହୋଇଗଲା, ଅସ୍ୱୀକାର କରୁ କରୁ ତାହା ସର୍ବାଧିକ ମହତ୍ୱପୂର୍ଣ୍ଣ ହୋଇଗଲା ଏବଂ ମନୁଷ୍ୟର ଚିତ୍ତ ମନକୁ ସେ ସବୁଆଡ଼ୁ ଧରିନେଲା। ଅସ୍ୱୀକାର କରୁ କରୁ ତାହାକୁ ସିଧା ଜାଣିବାର ଉପାୟ ରହିଲା ନାହିଁ। ଏଥିପାଇଁ ତିର୍ଛା ବଙ୍କା ଭାବରେ ଜାଣିବାର ଉପାୟ ଖୋଜିବାକୁ ପଡ଼ିଲା, ଯେଉଁଥିରେ ମନୁଷ୍ୟର ଚିତ୍ତ ବିକୃତ, ବିମାର, ଅସୁସ୍ଥ ହେବାକୁ ଲାଗିଲା। ଯେଉଁ ଜିନିଷକୁ ସିଧା ଜାଣିବାର ଉପାୟ ନଥାଏ ଏବଂ ମନ ଜାଣିବାକୁ ଚାହୁଁଥାଏ, ତାପରେ ଭୁଲ ଉପାୟ ଖୋଜିବାକୁ ପଡ଼େ। ମନୁଷ୍ୟକୁ ଅନୈତିକ କରିବାରେ ତଥାକଥିତ ନୈତିକ ଲୋକଙ୍କର ବର୍ଜନାର ନିଷେଧ ହାତ ଅଛି। ଯେଉଁ ଲୋକେ ମଣିଷକୁ ନୈତିକ କରିବାକୁ ଚେଷ୍ଟା କରିଛନ୍ତି ଦମନ ଦ୍ୱାରା, ବର୍ଜନା ଦ୍ୱାରା, ସେହି ଲୋକେ ସାରା ମନୁଷ୍ୟ ଜାତିକୁ ଇମୋରାଲ, ଅନୈତିକ କରି ଛାଡ଼ି ଦେଇଛନ୍ତି ଏବଂ ଯେତିକି ମଣିଷ ଅନୈତିକ ହେଉ ହେଉ ଯାଉଛି, ସେତିକି ସେମାନଙ୍କର ବର୍ଜନା ଶକ୍ତ, କଠୋର ହେଉ ହେଉ ଯାଉଛି। ସେମାନେ କୁହନ୍ତି ଯେ ଫିଲ୍ମଗୁଡ଼ିକରେ ନଙ୍ଗଳା ତସ୍ବିର, ଉଲଗ୍ନ ଫଟୋ ହେବା ଉଚିତ ନୁହେଁ। ସେମାନେ କୁହନ୍ତି ପୋଷ୍ଟର ଉପରେ ନଙ୍ଗଳା ତସ୍ବିର ହେବା ଉଚିତ ନୁହେଁ। ସେମାନେ କୁହନ୍ତି କିତାବ ଏପରି ହେବା ଉଚିତ। ସେମାନେ କୁହନ୍ତି ଫିଲ୍ମରେ ଚୁମ୍ବନ ନେଉଥିବା ବେଳେ କେତେ ଇଞ୍ଚର ଫାସଲା ହେବ, ଏହା ମଧ୍ୟ ଗଭର୍ଣ୍ଣମେଣ୍ଟ ସରକାର ଠିକ୍ କରିବ। ସେମାନେ ଏସବୁ କୁହନ୍ତି। ବଡ଼ ଭଲ ଲୋକ ସେମାନେ। ଏଥିପାଇଁ କୁହନ୍ତି ଯେ ମଣିଷ ଅନୈତିକ ନ ହୋଇଯାଉ ଏବଂ ସେମାନଙ୍କର ଏହିସବୁ ଚେଷ୍ଟା ଫିଲ୍ମଗୁଡ଼ିକୁ ଆହୁରି ଗନ୍ଦା, ଅପରିଷ୍କାର କରୁ କରୁ ଚାଲିଯାଏ। ପୋଷ୍ଟର ଆହୁରି ଅଶ୍ଳୀଳ ହେଉ ହେଉ ଚାଲିଯାଏ। କିତାବଗୁଡ଼ିକ ଆହୁରି ଗନ୍ଦା ହେଉ ହେଉ ଚାଲିଯାଏ। ହଁ, ଗୋଟିଏ ଫରକ ପ୍ରଭେଦ ରହିଥାଏ। କିତାବ ଭିତରେ କିଛି ରହିଥାଏ, ଉପରେ କଭର, ଆବରଣ ଆଉ କିଛି ରହିଥାଏ। ଏବଂ ଯଦି ଏପରି ନଥାଏ, ତେବେ ପୁଅ ଗୀତା ଖୋଲିନିଏ, ଗୀତା ଭିତରେ ଅନ୍ୟ କିତାବ ରଖିନିଏ, ତାହାକୁ ପଢ଼େ, କଭର ଲଗାଇଦିଏ ଉପରେ। କୌଣସି ପୁଅ ବାଇବଲ ପଢ଼େ। ଯଦି ବାଇବଲ ପଢ଼ୁଥାଏ, ତେବେ ବୁଝିନେବା ଭିତରେ କୌଣସି ଅନ୍ୟ କିତାବ ଅଛି। ଏହି ସବୁ ଧୋକା, ଏହି ସନ, ପ୍ରତାରଣା ସୃଷ୍ଟି ହୋଇଥାଏ। ବିନୋବା କୁହନ୍ତି, ତୁଳସୀ କୁହନ୍ତି, ଅଶ୍ଳୀଳ ପୋଷ୍ଟର ଦରକାର ନାହିଁ। ଗାନ୍ଧିଜୀ ତ ଏହା କହୁଥିଲେ ଯେ ଖଜୁରାହ ଏବଂ କୋଣାର୍କର ମନ୍ଦିର ଉପରେ ମାଟି ପୋତି ସେଗୁଡ଼ିକର ପ୍ରତିମାକୁ ଢାଙ୍କି ଦେବା ଉଚିତ। ମଣିଷ ଏହାକୁ ଦେଖି ଗନ୍ଦା ନ ହୋଇଯାଉ। ଏବଂ ବଡ଼ ମଜାର କଥା ଏହା ଯେ ତୁମେ ଢାଙ୍କୁ ଢାଙ୍କୁ ଚାଲିଯାଅ, ହଜାର ହଜାର ବର୍ଷରୁ ଢାଙ୍କୁଛ, ଏହାଦ୍ୱାରା ମଣିଷ ଗନ୍ଦାପଣରୁ ମୁକ୍ତ ହୁଏ ନାହିଁ, ଗନ୍ଦାପଣ ବଢ଼ୁ ବଢ଼ୁ ଚାଲିଯାଏ। ମୁଁ ଏହା ପଚାରିବାକୁ ଚାହୁଁଛି, ତସ୍ବିର ଲାଗିଛି ନଙ୍ଗଳା କାନ୍ଥ ଉପରେ, ଅଶ୍ଳୀଳ ପୋଷ୍ଟର ଲାଗିଛି, ଅଶ୍ଳୀଳ କିତାବ ଛପା ହୁଏ, ଅଶ୍ଳୀଳ କିତାବ, ଅଶ୍ଳୀଳ ସିନେମା କାରଣରୁ ମଣିଷ କାମୁକ ହୁଏ କି ମଣିଷ କାମୁକ ଅଛି, ଏଥିପାଇଁ ଅଶ୍ଳୀଳ ତସ୍ବିର ତିଆରି ହୁଏ ଏବଂ ପୋଷ୍ଟର ଲଗାଯାଏ। କିଏ ମୂଳଗତ? ମଣିଷର ମାଙ୍ଗ ଚାହିଦା ଅଛି ଅଶ୍ଳୀଳ ପୋଷ୍ଟର ପାଇଁ, ଏଥିପାଇଁ ଅଶ୍ଳୀଳ ପୋଷ୍ଟର ଲାଗେ ଏବଂ ଦେଖାଯାଏ। ସାଧୁ ସନ୍ନ୍ୟାସୀ ମଧ୍ୟ ଦେଖନ୍ତି ତାହାକୁ, କିନ୍ତୁ ଗୋଟିଏ ଫରକ ରହିଥାଏ। ଆପଣ ତାହାକୁ ଦେଖନ୍ତି, ଆପଣ ଯଦି ଧରା ପଡ଼ିଯିବେ, ତେବେ ଆପଣ ବୁଝାଯିବେ ଏଇ ମଣିଷ ଗନ୍ଦା। ଯଦି କୌଣସି ସାଧୁ ସନ୍ନ୍ୟାସୀ ମିଳିଯାଆନ୍ତି ଏବଂ ଆପଣ ତାଙ୍କୁ କୁହନ୍ତି ଆପଣ କାହିଁକି ଦେଖୁଛନ୍ତି, ସେ କହିବେ ଯେ ଆମେ ନିରୀକ୍ଷଣ କରୁଛୁ, ଷ୍ଟଡି, ଅଧ୍ୟୟନ କରୁଛୁ ଯେ ଲୋକେ କିପରି ଅନୈତିକତାରୁ କିପରି ବଞ୍ଚାଯିବ, ଏଥିପାଇଁ ଅଧ୍ୟୟନ କରୁଛୁ। ଏତିକି ଫରକ ପଡ଼ିବ, ବାକି କୌଣସି ଫରକ ପଡ଼ିବ ନାହିଁ। ବରଂ ଆପଣ ନ ଦେଖି ମଧ୍ୟ ବାହାରି ଯାଆନ୍ତି। ସାଧୁ ସନ୍ନ୍ୟାସୀ ନ ଦେଖି କେବେ ମଧ୍ୟ ବାହାରି ପାରିବେ ନାହିଁ। ତାଙ୍କର ବର୍ଜନା ଆହୁରି ଅଧିକ ଅଛି, ତାଙ୍କର ଚିତ୍ତ ଆହୁରି ବର୍ଜିତ ଅଛି। ଜଣେ ସନ୍ନ୍ୟାସୀ ମୋ ପାଖକୁ ଆସିଲେ। ସେ 9 ବର୍ଷର ଥିଲେ। ସେତେବେଳେ ଦୁଷ୍ଟ ଲୋକେ ତାଙ୍କୁ ଦୀକ୍ଷା ଦେଇଦେଲେ। 9 ବର୍ଷର ମଣିଷକୁ ଦୀକ୍ଷା ଦେବା କୌଣସି ଭଲ ଲୋକର କାମ ହୋଇପାରେ। 9 ବର୍ଷର ପିଲାକୁ ବାପା ମରିଯାଇଥିଲେ ତାଙ୍କର, ତେବେ ସାଧୁ ସନ୍ନ୍ୟାସୀମାନଙ୍କୁ ମଉକା, ସୁଯୋଗ ମିଳିଗଲା, ତାଙ୍କୁ ଦୀକ୍ଷା ଦେଇଦେଲେ। ଅନାଥ ପିଲା, ତାଙ୍କ ସହିତ କୌଣସି ବି ଦୁର୍ବ୍ୟବହାର କରାଯାଇପାରେ। ତାଙ୍କୁ ଦୀକ୍ଷା ଦେଇଦେଲେ। ସେହି ମଣିଷ 9 ବର୍ଷ ବୟସରୁ ବିଚରା ସନ୍ନ୍ୟାସୀ। ଏବେ ତାଙ୍କ ବୟସ ପ୍ରାୟ 50 ବର୍ଷ। ସେ ମୋ ପାଖରେ ରହିଥିଲେ।
ମୋ କଥା ଶୁଣି ତାଙ୍କର ହିମ୍ମତ ସାହସ ବଢିଲା ଯେ ମୋ ସହିତ ସତ କଥା କୁହାଯାଇପାରେ। ଏହି ଦେଶରେ ସତ କଥା କାହାକୁ କୁହାଯାଇପାରେ ନାହିଁ। ସତ କଥା କହିବା ହିଁ ନାହିଁ, ନଚେତ୍ ଫସି ଧରାଯିବ। ସେ ଏକ ରାତି ମୋତେ କହିଲେ ଯେ ମୁଁ ବହୁତ ପରେଶାନ ବ୍ୟସ୍ତ ଅଛି। ସିନେମା ଏବଂ ଟକିଜ୍, ସିନେମା ହଲ୍ ପାଖ ଦେଇ ବାହାରେ ତ ମୋତେ ଲାଗେ ଭିତରେ କ'ଣ ହେଉଥିବ। ଏତେ ଲୋକ ଭିତରକୁ ଯାଆନ୍ତି, ଏତେ କେଉଁ ଧାଡ଼ି ଲଗାଇ ଠିଆ ହୋଇଥାନ୍ତି, ନିଶ୍ଚୟ କିଛି ନା କିଛି କଥା ଥିବ। ଯଦିଓ ମନ୍ଦିରରେ ଯେତେବେଳେ ମୁଁ କୁହେ ତେବେ ମୁଁ କୁହେ ଯେ ସିନେମା ଯାଉଥିବା ଲୋକେ ନର୍କକୁ ଯିବେ। କିନ୍ତୁ ଯାହାଙ୍କୁ ମୁଁ କୁହେ ନର୍କକୁ ଯିବେ, ସେମାନେ ନର୍କର ଧମକି ଭୟରୁ ମଧ୍ୟ ଡରନ୍ତି ନାହିଁ ଏବଂ ସିନେମା ଯାଆନ୍ତି, ତେବେ ନିଶ୍ଚୟ କିଛି କଥା ଥିବ। 9 ବର୍ଷର ପିଲା ଥିଲେ, ସେତେବେଳେ ସେ ସାଧୁ ହୋଇଗଲେ। 9 ବର୍ଷରେ ହିଁ ତାଙ୍କର ବୁଦ୍ଧି ଅଟକି ରହିଗଲା। ତାଠାରୁ ଆଗକୁ ବିକଶିତ ହେଲା ନାହିଁ, କାରଣ ଜୀବନର ଅନୁଭବରୁ ତୋଳି ଛିଣ୍ଡାଇ ଦିଆଗଲା। 9 ବର୍ଷର ପିଲାର ମନରେ ଯେପରି ଭାବ ଉଠେ ଯେ ସିନେମା ଭିତରେ କ'ଣ ହେଉଛି, ସେହିପରି ତାଙ୍କ ମନରେ ଉଠେ। କିନ୍ତୁ କାହାକୁ କହିବେ? ତେବେ ମୁଁ ତାଙ୍କୁ କହିଲି, ସିନେମା ଦେଖାଇଦେବୁ ଆପଣଙ୍କୁ। ସେ କହିଲେ ଯେ ଯଦି ଦେଖାଇ ଦିଅ ତେବେ ବଡ଼ କୃପା ହେବ, ଝଞ୍ଝଟ ଅସୁବିଧା ଛାଡ଼ିଯାଆନ୍ତା। କ'ଣ ଅଛି ସେଠାରେ? ଜଣେ ବନ୍ଧୁଙ୍କୁ ମୁଁ ଡାକିଲି ଯେ ତାଙ୍କୁ ନେଇଯା। ସେହି ବନ୍ଧୁ କହିଲେ ଯେ ମୁଁ ଝଞ୍ଝଟରେ ପଡ଼ିବି ନାହିଁ। କେହି ଦେଖିନେବ ଯେ ମୁଁ ସାଧୁକୁ ଆଣିଲି ତ ମୁଁ ମଧ୍ୟ ଝଞ୍ଝଟରେ ପଡ଼ିଯିବି। ଇଂରାଜୀ ଫିଲ୍ମ ଦେଖାଇବାକୁ ନେଇଯାଇପାରେ ତାଙ୍କୁ, କାରଣ ତାହା ମିଲିଟାରୀ ଏରିଆରେ ଅଛି ଏବଂ ସେଠାରେ ଏହି ସାଧୁ ଫାଧୁ ମାନୁଥିବା ତାଙ୍କର ଭକ୍ତ ମଧ୍ୟ ସେଠାରେ ନଥିବେ। ସେଠାରେ ମୁଁ ତାଙ୍କୁ ନେଇଯାଇପାରେ। କିନ୍ତୁ ସେହି ସାଧୁ ଇଂରାଜୀ ଜାଣନ୍ତି ନାହିଁ। କହିଲେ କୌଣସି ହରଜା କ୍ଷତି ନାହିଁ, କିନ୍ତୁ ଦେଖି ତ ନେବେ ଯେ କ'ଣ ମାମଲା ଅଛି। ଇଂରାଜୀରେ ହିଁ ସଠିକ୍। ଏହି ଚିତ୍ତ ଏବଂ ଏହି ଚିତ୍ତ ସେଠାରେ ଗାଳି ଦେବ, ମନ୍ଦିରରେ ବସିକି ନର୍କକୁ ଯିବ। ଯଦି ଅଶ୍ଳୀଳ ପୋଷ୍ଟର ଦେଖିବ, ଫିଲ୍ମ ଦେଖିବ, ଏହା ବଦଲା ନେଉଛି। ସେହି ତିର୍ଛା ଦେଖି ବାହାରି ଯାଇଥିବା ମଣିଷ ସେ ବଦଲା ନେଉଛି ଯେଉଁମାନେ ସିଧା ଦେଖିଲେ ସେମାନଙ୍କ ଠାରୁ। କିନ୍ତୁ ସିଧା ଦେଖୁଥିବା ଲୋକେ ମୁକ୍ତ ମଧ୍ୟ ହୋଇପାରନ୍ତି, ତିର୍ଛା ଦେଖୁଥିବା ଲୋକେ ମୁକ୍ତ ହୋଇପାରିବେ ନାହିଁ। ଅଶ୍ଳୀଳ ପୋଷ୍ଟର ଏଥିପାଇଁ ଲାଗୁଛି, ଅଶ୍ଳୀଳ କିତାବ ଏଥିପାଇଁ ପଢ଼ାଯାଉଛି, ପୁଅମାନେ ଅଶ୍ଳୀଳ ଗାଳି ଏଥିପାଇଁ ବକୁଛନ୍ତି, କହୁଛନ୍ତି, ଅଶ୍ଳୀଳ ପୋଷାକ ଏଥିପାଇଁ ପିନ୍ଧାଯାଉଛି କାରଣ ତୁମେ ଯାହା ମୌଳିକ ଥିଲା ତାହାକୁ ଅସ୍ୱୀକାର କରିଛ। ତାହାର ଅସ୍ୱୀକୃତିର ପରିଣାମ ସ୍ୱରୂପ ଏହିସବୁ ଭୁଲ ରାସ୍ତା ଖୋଜାଯାଉଛି। ଯେଉଁଦିନ ଦୁନିଆରେ ସେକ୍ସର ସ୍ୱୀକୃତ ହେବ, ଯେପରିକି ଭୋଜନ ସ୍ୱୀକୃତ, ସ୍ନାନ ସ୍ୱୀକୃତ, ସେହିଦିନ ଦୁନିଆରେ ଅଶ୍ଳୀଳ ପୋଷ୍ଟର ଲାଗିବ ନାହିଁ, ଅଶ୍ଳୀଳ କବିତା ହେବ ନାହିଁ, ଅଶ୍ଳୀଳ ମନ୍ଦିର ତିଆରି ହେବ ନାହିଁ। କାରଣ ଯେମିତି ହିଁ ତାହା ସ୍ୱୀକୃତ ହୋଇଯିବ, ଅଶ୍ଳୀଳ ପୋଷ୍ଟର ତିଆରି କରିବାର କୌଣସି ଆବଶ୍ୟକତା ରହିବ ନାହିଁ। ଯଦି କୌଣସି ସମାଜରେ ଭୋଜନ ବର୍ଜିତ ନିଷେଧ କରିଦିଆଯାଏ କି ଭୋଜନ ଲୁଚି ଖାଇବା କେହି ଦେଖି ନ ଦେଉ, ଯଦି କୌଣସି ସମାଜରେ ଏହା ହୁଏ କି ଭୋଜନ କରିବା ପାପ ଅଟେ, ତେବେ ଭୋଜନର ପୋଷ୍ଟର ରାସ୍ତା ଉପରେ ତୁରନ୍ତ ଲାଗିବାକୁ ଲାଗିବ। କାରଣ ମଣିଷ ସେତେବେଳେ ପୋଷ୍ଟରରୁ ମଧ୍ୟ ତୃପ୍ତି ପାଇବାର ଚେଷ୍ଟା କରିବ। ପୋଷ୍ଟରରୁ ତୃପ୍ତି ସେତେବେଳେ ହିଁ ମିଳିଥାଏ ଯେତେବେଳେ ଜୀବନ ତୃପ୍ତି ଦେବା ବନ୍ଦ କରିଦିଏ ଏବଂ ଜୀବନର ଦ୍ୱାର ବନ୍ଦ ହୋଇଥାଏ। ଏହି ଯେତିକି ଅଶ୍ଳୀଳତା ଏବଂ କାମୁକତା, ସେନ୍ସୁଆଲିଟି ଏବଂ ଯେତିକି ସେକ୍ସୁଆଲିଟି ଅଛି, ଏହା ସବୁକିଛି ବର୍ଜନାର ପ୍ରୋହିବିସନ ଅନ୍ତିମ ପରିଣାମ ଅଟେ। ଏବଂ ଏହା ମୁଁ ଆସୁଥିବା ଯୁବକମାନଙ୍କୁ କହିବାକୁ ଚାହୁଁଛି ଯେ ତୁମେ ଯେଉଁ ଦୁନିଆକୁ ତିଆରି କରିବାରେ ସଂଲଗ୍ନ, ଇନଭଲ୍ଭ ହେବ, ସେଥିରେ ସେକ୍ସକୁ ବର୍ଜିତ ମନା ନ କରିବା, ନଚେତ୍ ମଣିଷ ଆହୁରି କାମୁକ ହୋଇ ଚାଲିଯିବ। ଏହି କଥା ମୋର ବଡ଼ ଓଲଟା ଲାଗିବ। ମୋତେ ତ ଲୋକେ, ଖବର କାଗଜବାଲା ଏବଂ ନେତାମାନେ ଚିଲ୍ଲାଇ ଘୋଷଣା କରନ୍ତି ଯେ ମୁଁ ଲୋକଙ୍କ ମଧ୍ୟରେ କାମର ପ୍ରଚାର କରୁଛି। ମୁଁ ଲୋକଙ୍କୁ କାମରୁ ମୁକ୍ତ କରିବାକୁ ଚାହୁଁଛି। ପ୍ରଚାର ସେମାନେ କରୁଛନ୍ତି, କିନ୍ତୁ ସେମାନଙ୍କର ପ୍ରଚାର ଦେଖାଯାଏ ନାହିଁ। ସେମାନଙ୍କର ପ୍ରଚାର ଦେଖାଯାଏ ନାହିଁ କାରଣ ହଜାର ହଜାର ବର୍ଷର ପରମ୍ପରାରୁ ସେମାନଙ୍କ କଥା ଶୁଣି ଶୁଣି ଆମେ ଅନ୍ଧ ଏବଂ ବଧିର, ବିଶେଷ ଶୁଣିପାରୁ ନଥିବା ହୋଇଯାଇଛୁ। ଆମକୁ ଧ୍ୟାନ ମଧ୍ୟ ରହିଲା ନାହିଁ ଯେ ସେମାନେ କ'ଣ କହୁଛନ୍ତି। ମନର ସୂତ୍ରର, ମନର ବିଜ୍ଞାନର କୌଣସି ବୋଧ ଜ୍ଞାନ ମଧ୍ୟ ରହିଲା ନାହିଁ ଯେ ସେମାନେ କ'ଣ କରୁଛନ୍ତି ଏବଂ କ'ଣ କରାଉଛନ୍ତି। ଏଥିପାଇଁ ଆଜି ପୃଥିବୀ ଉପରେ ଯେତିକି କାମୁକ ମଣିଷ ଭାରତରେ ଅଛି, ସେତିକି କାମୁକ ମଣିଷ ପୃଥିବୀର କୌଣସି କୋଣରେ ନାହିଁ। ମୋର ଜଣେ ଡାକ୍ତର ବନ୍ଧୁ ଇଂଲଣ୍ଡକୁ ଏକ ମେଡିକାଲ କନଫରେନ୍ସରେ ସମ୍ମିଳନୀ ଭାଗ ନେବାକୁ ଯାଇଥିଲେ। ହାଇଡ୍ ପାର୍କରେ ତାଙ୍କର ସଭା ହେଉଥିଲା। ପ୍ରାୟ 500 ଡାକ୍ତର ଏକାଠି ଥିଲେ। କଥାବାର୍ତ୍ତା ଚାଲୁଥିଲା, ଖାଇବା ପିଇବା ଚାଲୁଥିଲା। କିନ୍ତୁ ପାଖର ଏକ ବେଞ୍ଚ ଉପରେ ଜଣେ ଯୁବକ ଏବଂ ଜଣେ ଯୁବତୀ ଗଳାରେ ହାତ ପକାଇ ଅତ୍ୟନ୍ତ ପ୍ରେମରେ ଲୀନମଗ୍ନ, ଆଖି ବନ୍ଦ କରି ବସିଥିଲେ। ବନ୍ଧୁଙ୍କ ପ୍ରାଣରେ ବ୍ୟସ୍ତତା, ବିଚଳନ ହୋଇଗଲା। ଭାରତୀୟ ପ୍ରାଣ।
ଚାରିଆଡେ ଝାଙ୍କି ଝାଙ୍କି ଏବେ ଖାଇବାରେ ତାଙ୍କର ମନ ରହିଲା ନାହିଁ, ଏବେ ଚର୍ଚ୍ଚାରେ ତାଙ୍କର ଆଗ୍ରହ ରହିଲା ନାହିଁ। ସେ ବାରମ୍ବାର ଫେରି ଫେରି ସେହି ବେଞ୍ଚ ଆଡକୁ ଦେଖିବାକୁ ଲାଗିଲେ ଏବଂ ମନରେ ଭାବିବାକୁ ଲାଗିଲେ, ପୋଲିସ କଣ କରୁଛି? ଏମାନଙ୍କୁ ବନ୍ଦ କାହିଁକି କରୁନାହିଁ? ଏହା କିପରି ଅଶ୍ଳୀଳ ଦେଶ? ଏହି ପୁଅ ଏବଂ ଝିଅ ଆଖି ବନ୍ଦ କରି 500 ଲୋକଙ୍କ ଭିଡ଼ ପାଖରେ ହିଁ ବେଞ୍ଚ ଉପରେ ବସି ପ୍ରେମ ପ୍ରକଟ କରୁଛନ୍ତି। ଏହା କଣ ହେଉଛି? ଏହା ବରଦାସ୍ତ ସହ୍ୟ ବାହାରେ। ପୋଲିସ କଣ କରୁଛି? ବାରମ୍ବାର ସେଠାରେ ଦେଖିବାର ମନ। ପଡ଼ୋଶୀ ଡାକ୍ତର, ଜଣେ ଅଷ୍ଟ୍ରେଲିଆନ ଡାକ୍ତର, ତାଙ୍କୁ ହାତରେ ଇସାରା କଲେ ଏବଂ କହିଲେ, ସେଠାରେ ବାରମ୍ବାର ଦେଖନ୍ତୁ ନାହିଁ, ନଚେତ୍ ବାଲା ଆପଣଙ୍କୁ ଆସି ଉଠାଇ ନେଇଯିବ। ଏହା ଅନୈତିକତାର ସବୁତ ପ୍ରମାଣ ଅଟେ। ଏହା ସେହି ଦୁଇ ବ୍ୟକ୍ତିଙ୍କର ନିଜ ଜୀବନର କଥା ଅଟେ ଏବଂ ସେହି ଦୁଇ ବ୍ୟକ୍ତି ଏଥିପାଇଁ 500 ଲୋକଙ୍କ ଭିଡ଼ ପାଖରେ ମଧ୍ୟ ଶାନ୍ତିରେ ବସିଛନ୍ତି, କାରଣ ସେମାନେ ଜାଣନ୍ତି ଯେ ଏଠାରେ ସଜ୍ଜନ ଲୋକେ ଏକାଠି ହୋଇଛନ୍ତି, କେହି ଦେଖିବେ ନାହିଁ। କାହାର କଣ ପ୍ରୟୋଜନ ଅଛି? ଆପଣଙ୍କର ଏହି ଦେଖିବା ବହୁତ ଘୃଣ୍ୟ, ଗର୍ହିତ ଅଟେ, ବହୁତ ଅଶୋଭନୀୟ, ଅଶିଷ୍ଟ ଅଟେ। ଲି ଭଦ୍ରଲୋକ ପରି ନୁହେଁ, ଭଲ ମଣିଷର ପ୍ରମାଣ ନୁହେଁ। ଆପଣ ସେଠାରେ ବାରମ୍ବାର, ଆପଣ 500 ଲୋକଙ୍କୁ ଦେଖୁ ନାହାନ୍ତି, କେହି ଫିକର ଚିନ୍ତା କରୁନାହିଁ। କଣ ପ୍ରୟୋଜନ ଅଛି କାହାକୁ? ଏହା ତାଙ୍କର ନିଜ କଥା ଅଟେ ଏବଂ ଦୁଇ ବ୍ୟକ୍ତି ଏହି ବୟସରେ ପ୍ରେମ କରନ୍ତି ତ ପାପ କଣ ଅଛି? ଏବଂ ପ୍ରେମରେ ସେମାନେ ଆଖି ବନ୍ଦ କରି ପାଖାପାଖି ବସିଛନ୍ତି ତ କ୍ଷତି କଣ ଅଛି? ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି? ନା ତ ସେମାନେ ଆପଣଙ୍କ ଗଳାରେ ହାତ ପକାଇଛନ୍ତି। ସେହି ବନ୍ଧୁ ମୋତେ ଫେରି ଆସି କହିବାକୁ ଲାଗିଲେ ଯେ ମୁଁ ଏତେ ଘାବରେଇ ବିଚଳିତ ଗଲି ଯେ ଏମାନେ କିପରି ଲୋକ। କିନ୍ତୁ ଧୀରେ ଧୀରେ ତାଙ୍କ ବୁଦ୍ଧିକୁ ଏହି କଥା ଆସିଲା ଯେ ଭୁଲ ସେ ହିଁ ଥିଲେ। ଆମର ପୁରା ଦେଶ ପରସ୍ପରର ଦ୍ୱାରରେ କି ହୋଲ, ଚାବିଦାଗ ଛିଦ୍ର ଥାଏ ନା, ସେଥିରୁ ଝାଙ୍କୁଛି। କେଉଁଠି କଣ ହେଉଛି? କିଏ କଣ କରୁଛି? କିଏ କେଉଁଠିକି ଯାଉଛି? କିଏ କାହା ସହିତ ଅଛି? କିଏ କାହାର ଗଳାରେ ହାତ ପକାଇଛି? କିଏ କାହାର ହାତ ହାତରେ ଧରିଛି? କି ଅସଭ୍ୟତା! କିପରି ସଂସ୍କାରହୀନତା! ଏସବୁ କଣ? ଏହା କାହିଁକି ହେଉଛି? ଏହା ହେଉଛି, ଭିତରେ ଯାହାକୁ ଦବେଇଛ ତାହା ସବୁ ଆଡ଼େ ଦେଖାଯାଉଛି, ସେହି ଦେଖାଯାଉଛି। ବିଦ୍ୟାର୍ଥୀମାନଙ୍କୁ ମୁଁ କହିବାକୁ ଚାହୁଁଛି, ତୁମର ମା ବାପା, ତୁମର ପୂର୍ବପୁରୁଷ, ତୁମର ହଜାର ହଜାର ବର୍ଷର ପିଢ଼ି, ଜେନେରେସନ ସେକ୍ସରୁ ଭୟଭୀତ ରହିଛନ୍ତି। ତୁମେ ଭୟଭୀତ ନ ରହିବା, ତୁମେ ବୁଝିବାର ଚେଷ୍ଟା କରିବା, ତାହାକୁ ତୁମେ ଚିହ୍ନିବାର ଚେଷ୍ଟା କରିବା, ତୁମେ କଥା କରିବା। ତୁମେ ସେକ୍ସ ସମ୍ବନ୍ଧରେ ଯେଉଁ ଆଧୁନିକତମ ନୂଆରୁ ନୂଆ ଖୋଜ ଅନୁସନ୍ଧାନ ହୋଇଛି ତାହାକୁ ପଢ଼ିବା, ଚର୍ଚ୍ଚା କରିବା ଏବଂ ବୁଝିବାର ଚେଷ୍ଟା କରିବା। କଣ ଅଛି ସେକ୍ସ? କଣ ଅଛି ସେକ୍ସର ମେକାନିଜମ? ତାହାର ଯନ୍ତ୍ର କଣ? କଣ ଅଛି ତାହାର ଆକାଂକ୍ଷା? କଣ ଅଛି ପିଆସ, ତୃଷା? କଣ ଅଛି ପ୍ରାଣ ଭିତରେ ଲୁଚି ରହିଥିବା ରହସ୍ୟ? ଏହାକୁ ବୁଝିବା, ଏହାର ସବୁ କିଛି ବୈଜ୍ଞାନିକତାକୁ ଚିହ୍ନିବା। ଏଥିରୁ ଦୌଡ଼ିବା ନାହିଁ, ଏସ୍କେପ ପଳାୟନ କରିବା ନାହିଁ, ଆଖି ବନ୍ଦ କରିବା ନାହିଁ ଏବଂ ତୁମେ ହଇରାଣ ହୋଇଯିବ। ତୁମେ ଯେତିକି ବୁଝିବ ତୁମେ ସେତିକି ମୁକ୍ତ ହୋଇଯିବ। ତୁମେ ଯେତିକି ବୁଝିବ ତୁମେ ସେତିକି ସ୍ୱସ୍ଥ ହୋଇଯିବ। ତୁମେ ଯେତିକି ସେକ୍ସର ଫ୍ୟାକ୍ଟ, ସତ୍ୟକୁ ବୁଝିନେବ, ସେତିକି ସେକ୍ସର ସନ୍, କାଳ୍ପନିକ କଥାରୁ ତୁମର କାରା ମୁକ୍ତି ହୋଇଯିବ। ସତ୍ୟକୁ ବୁଝୁ ବୁଝୁ ମଣିଷ କାହାଣୀରୁ ମୁକ୍ତ ହୋଇଯାଏ ଏବଂ ଯିଏ ସତ୍ୟରୁ ବଞ୍ଚେ ସେ କାହାଣୀରେ ଭଟକି ବୁଲିଯାଏ। କେତେ ସେକ୍ସର କାହାଣୀ ଚାଲିଥାଏ, କୌଣସି ମଜାକ ହିଁ ନାହିଁ। ଆଉ ବସ୍ ଗୋଟିଏ ହିଁ ମଜାକ ଅଛି ଆମ ପାଖରେ, ଯେ ଆମେ ସେକ୍ସ ଆଡ଼କୁ ଇସାରା ସଂକେତ କରୁ ଏବଂ ହସୁ। ଯେଉଁ ମଣିଷ ସେକ୍ସ ଆଡ଼କୁ ଇସାରା କରି ହସେ ସେହି ମଣିଷ ବହୁତ ହିଁ କ୍ଷୁଦ୍ର ଅଟେ। ସେକ୍ସ ଆଡ଼କୁ ଇସାରା କରି ହସିବାର କଣ ଅର୍ଥ ଅଛି? ତାହାର ଅର୍ଥ ହେଉଛି ଆପଣ ବୁଝୁ ନାହାନ୍ତି। ପିଲାମାନେ ତ ବହୁତ ତକଲିଫ, କଷ୍ଟରେ ଅଛନ୍ତି। କିଏ ସେମାନଙ୍କୁ ବୁଝାଇବ? କାହା ସହିତ ସେମାନେ କଥାବାର୍ତ୍ତା କରିବେ? କିଏ ସବୁ ସତ୍ୟକୁ ସାମ୍ନାରେ ରଖିବ? ସେମାନଙ୍କ ପ୍ରାଣରେ ଜିଜ୍ଞାସା, କୌତୂହଳ ଅଛି, ଖୋଜ ଅଛି, କିନ୍ତୁ ତାହାକୁ ଦବେଇ ଚାଲିଯାଆନ୍ତି, ରୋକି ଚାଲିଯାଆନ୍ତି। ତାହାର ଦୁଷ୍ପରିଣାମ ହୋଇଥାଏ, ଯେତିକି ରୋକନ୍ତି ସେତିକି ମନ ସେଠାକୁ ଦୌଡ଼ିବାକୁ ଲାଗେ ଏବଂ ଏହି ରୋକିବା ଏବଂ ଦୌଡ଼ିବାରେ ସାରା ଶକ୍ତି ଏବଂ ଉର୍ଜା ଶକ୍ତି ନଷ୍ଟ ହୋଇଯାଏ। ଏତେ ସେକ୍ସର କାହାଣୀ ଚାଲିଥାଏ, ଆଉ କୌଣସି ମଜାକ, ପରିହାସ ହିଁ ନାହିଁ। ବସ୍ ଗୋଟିଏ ହିଁ ମଜାକ ଅଛି ଆମ ପାଖରେ, ଯେ ଆମେ ସେକ୍ସ ଆଡ଼କୁ ଇସାରା କରୁ ଏବଂ ହସୁ। ଯେଉଁ ମଣିଷ ସେକ୍ସ ଆଡ଼କୁ ଇସାରା କରି ହସେ ସେହି ମଣିଷ ବହୁତ ହିଁ କ୍ଷୁଦ୍ର, ନୀଚ ଅଟେ। ସେକ୍ସ ଆଡ଼କୁ ଇସାରା କରି ହସିବାର କଣ ଅର୍ଥ ଅଛି?
ତାହାର ଅର୍ଥ ହେଉଛି ଆପଣ ବୁଝୁ ନାହାନ୍ତି। ପିଲାମାନେ ତ ବହୁତ ତକଲିଫ କଷ୍ଟରେ ଅଛନ୍ତି। କିଏ ସେମାନଙ୍କୁ ବୁଝାଇବ? କାହା ସହିତ ସେମାନେ କଥାବାର୍ତ୍ତା କରିବେ? କିଏ ସବୁ ସତ୍ୟକୁ ସାମ୍ନାରେ ରଖିବ? ସେମାନଙ୍କ ପ୍ରାଣରେ ଜିଜ୍ଞାସା କୌତୂହଳ ଅଛି, ଖୋଜ ଅଛି, କିନ୍ତୁ ତାହାକୁ ଦବେଇ ଚାଲିଯାଆନ୍ତି, ରୋକି ଚାଲିଯାଆନ୍ତି। ତାହାର ଦୁଷ୍ପରିଣାମ ହୋଇଥାଏ, ଯେତିକି ରୋକନ୍ତି ସେତିକି ମନ ସେଠାକୁ ଦୌଡ଼ିବାକୁ ଲାଗେ ଏବଂ ଏହି ରୋକିବା ଏବଂ ଦୌଡ଼ିବାରେ ସାରା ଶକ୍ତି ଏବଂ ଉର୍ଜା ଶକ୍ତି ନଷ୍ଟ ହୋଇଯାଏ। ଏହା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ଯେଉଁ ଦେଶରେ ମଧ୍ୟ ସେକ୍ସର ସ୍ୱସ୍ଥ ସ୍ୱାଭାବିକ ରୂପରେ ସ୍ୱୀକୃତି ନଥାଏ, ସେହି ଦେଶର ପ୍ରତିଭାର ଜନ୍ମ ହିଁ ହୁଏ ନାହିଁ। ପଶ୍ଚିମରେ 300 ବର୍ଷରେ ଯେଉଁ ଜିନିୟସ୍ ମହାପ୍ରତିଭା ଜନ୍ମ ହୋଇଛି, ଯେଉଁ ପ୍ରତିଭା ଜନ୍ମ ହୋଇଛି, ତାହା ସେକ୍ସର ସତ୍ୟର ସ୍ୱୀକୃତିରୁ ଜନ୍ମ ହୋଇଛି। ଯେମିତି ହିଁ ସେକ୍ସ ସ୍ୱୀକୃତ ହୋଇଯାଏ, ତେବେ ଯେଉଁ ଶକ୍ତି ଆମର ଲଢ଼ିବାରେ ନଷ୍ଟ ହୁଏ, ସେହି ଶକ୍ତି ମୁକ୍ତ ହୋଇଯାଏ, ତାହା ରିଲିଜ୍ ହୋଇଯାଏ। ସେହି ଶକ୍ତିକୁ ଆମେ ରୂପାନ୍ତରିତ କରୁ ପଢ଼ିବାରେ, ଖୋଜରେ, ଆବିଷ୍କାରରେ, କଳାରେ, ସଙ୍ଗୀତରେ, ସାହିତ୍ୟରେ। ଏବଂ ଯଦି ସେହି ଶକ୍ତି ଏଥିରେ ହିଁ ଜଡ଼ିତ ରହିଯାଏ, ଏବେ ଭାବିନିଅ ଯେ ସେହି ମଣିଷ ଯିଏ ପୋଷାକରେ ଜଡ଼ିତ ହୋଇଗଲା, ନସରୁଦ୍ଦିନ, ସେ କୌଣସି ବିଜ୍ଞାନର ପରୀକ୍ଷଣ କରିପାରିଥାନ୍ତା କି ବିଚରା? କି ସେ କୌଣସି ସାହିତ୍ୟର ସୃଜନ ତିଆରି କରିପାରିଥାନ୍ତା? କି କୌଣସି ମୂର୍ତ୍ତିର ନିର୍ମାଣ କରିପାରିଥାନ୍ତା? ସେ କିଛି ବି କରୁ, ପୋଷାକ ହିଁ ପୋଷାକ ଚାରିଆଡ଼େ ଘୁରୁଥାନ୍ତା। ଭାରତର ଯୁବକର ଚାରିଆଡ଼େ ସେକ୍ସ ଘୁରି ବୁଲୁଥାଏ ସାରା ସମୟ ଏବଂ ଏହି ଘୁରିବାର କାରଣରୁ ତାହାର ସାରା ଶକ୍ତି ଏଥିରେ ହିଁ ଲୀନ ଏବଂ ନଷ୍ଟ ହୋଇଯାଏ। ଯେ ପର୍ଯ୍ୟନ୍ତ ଭାରତର ଯୁବକର ସେକ୍ସର ଏହି ରୋଗରୁ ମୁକ୍ତି ନ ହୁଏ, ସେ ପର୍ଯ୍ୟନ୍ତ ଭାରତର ଯୁବକର ପ୍ରତିଭାର ଜନ୍ମ ହୋଇପାରିବ ନାହିଁ। ଯେଉଁଦିନ ଏହି ଦେଶରେ ସେକ୍ସର ସହଜ ସ୍ୱୀକୃତି ହୋଇଯିବ, ଆମେ ତାହାକୁ ଜୀବନର ଏକ ସତ୍ୟ ପରି ଅଙ୍ଗୀକାର କରିନେବା। ପ୍ରେମରେ, ଆନନ୍ଦରେ, ନିନ୍ଦାରେ ନୁହେଁ, ଘୃଣାରେ ନୁହେଁ ଏବଂ ନିନ୍ଦା ଘୃଣାର କୌଣସି କାରଣ ନାହିଁ। ତାହା ଜୀବନର ଅଦ୍ଭୁତ ରହସ୍ୟ ଅଟେ। ତାହା ଜୀବନର ଅଦ୍ଭୁତ ମିଷ୍ଟ୍ରି, ଗୂଢ଼ ରହସ୍ୟ ଅଟେ। ସେଥିରୁ କୌଣସି ଡରିବାର, ଦୌଡ଼ିବାର ଆବଶ୍ୟକତା ନାହିଁ। ଯେଉଁଦିନ ଆମେ ଏହାକୁ ସ୍ୱୀକାର କରିନେବା, ସେହିଦିନ ଏତେ ବଡ଼ ଉର୍ଜା ମୁକ୍ତ ହେବ ଭାରତରେ ଯେ ଆମେ ଆଇନଷ୍ଟାଇନ ଜନ୍ମ କରିପାରିବା, ଆମେ ନ୍ୟୁଟନ ମଧ୍ୟ ଜନ୍ମ କରିବା, ଆମେ ମଧ୍ୟ ଚାନ୍ଦ ତାରାଙ୍କର ଯାତ୍ରା କରିବା। କିନ୍ତୁ ଏବେ ଆମେ କିପରି କରିବା? ପୁଅମାନେ ଝିଅମାନଙ୍କର ସ୍କର୍ଟର ଆଖପାଖରେ ପରିଭ୍ରମଣ ବୁଲିବା କରିବେ କି ଚାନ୍ଦ ତାରା ଉପରକୁ ଯିବେ? ଝିଅମାନେ 24 ଘଣ୍ଟା ନିଜ ପୋଷାକକୁ ଚୁସ୍ତରୁ ଚୁସ୍ତ ଟାଇଟ୍ କରିବାର ଚେଷ୍ଟା କରିବେ କି ଚାନ୍ଦ ତାରାଙ୍କର ବିଚାର କରିବେ? ଏହା ହୋଇପାରିବ ନାହିଁ। ଏସବୁ ସେକ୍ସୁଆଲିଟିର ରୂପ ଅଟେ, କିନ୍ତୁ ଆମକୁ ଦେଖାଯାଏ ନାହିଁ। ପୋଷାକର ଚୁସ୍ତରୁ ଚୁସ୍ତ ହେଉ ହେଉ ଚାଲିଯିବା ସେକ୍ସୁଆଲିଟିର ରୂପ ଅଟେ। ଆମେ ଶରୀରକୁ ନଙ୍ଗଳା, ଉଲଗ୍ନ ଦେଖିବା ଏବଂ ଦେଖାଇବାକୁ ଚାହୁଁଛୁ। ଏଥିପାଇଁ ପୋଷାକ ଚୁସ୍ତରୁ ଚୁସ୍ତ ହେଉ ହେଉ ଚାଲିଯାଏ। ସୌନ୍ଦର୍ଯ୍ୟର କଥା ନୁହେଁ ଏହା, କାରଣ ଅନେକ ଥର ଚୁସ୍ତ ପୋଷାକ ଶରୀରକୁ ବହୁତ ବେହେଦା, ଅସୁନ୍ଦର ଏବଂ ଭଣ୍ଡା, ଖରାପ ଦେଖାଯିବା କରିଦିଏ। ହଁ, କୌଣସି ଶରୀର ଉପରେ ଚୁସ୍ତ ପୋଷାକ ସୁନ୍ଦର ମଧ୍ୟ ହୋଇପାରେ। କୌଣସି ଶରୀର ଉପରେ ଢିଲା ପୋଷାକ ସୁନ୍ଦର ହୋଇପାରେ ଏବଂ ଢିଲା ପୋଷାକର ଶାନ, ଗୌରବ ହିଁ ଅଲଗା। ଢିଲା ପୋଷାକର ଗରିମା ଅଲଗା। ଢିଲା ପୋଷାକର ପବିତ୍ରତା ଅଲଗା। କିନ୍ତୁ ତାହା ଆମର ଧ୍ୟାନକୁ ଆସିବ ନାହିଁ। ଆମେ ବୁଝିବା ଏହା ଫ୍ୟାସନ। ଆମେ ବୁଝିବା କି ଏହା କଳା, ଅଭିରୁଚି, ଟେଷ୍ଟ ଫେଷ୍ଟ ନୁହେଁ, ଅଭିରୁଚି ମଧ୍ୟ ନୁହେଁ। ଯାହାକୁ ଆମେ ଭିତରେ ଲୁଚାଉଛୁ, ତାହା ଅନ୍ୟ ରାସ୍ତାରୁ ପ୍ରକଟ ହେବାର ଚେଷ୍ଟା କରୁଛି। ପୁଅମାନେ ଝିଅମାନଙ୍କର ଚକ୍କର କାଟୁଛନ୍ତି, ଝିଅମାନେ ପୁଅମାନଙ୍କର ଚକ୍କର କାଟୁଛନ୍ତି। ତେବେ ଚାନ୍ଦ ତାରାଙ୍କର ଚକ୍କର କିଏ କାଟିବ? କିଏ ଯିବ ସେଠାକୁ? ଆଉ ପ୍ରଫେସର? ସେମାନେ ବିଚରା ଦୁହେଁ ପରସ୍ପରର ଚକ୍କର ନ କାଟନ୍ତୁ, ସେଥିପାଇଁ ମଝିରେ ପହରେଦାର ଜଗୁଆଳି ହୋଇ ଠିଆ ହୋଇଛନ୍ତି। ତାଙ୍କର ଆଉ କିଛି କାମ ନାହିଁ। ଜୀବନର ଆଉ କୌଣସି ସତ୍ୟର ଖୋଜରେ ସେମାନଙ୍କୁ ଏହି ପିଲାମାନଙ୍କୁ ଲଗାଇବାକୁ ନାହିଁ। ବସ୍ ଏହିମାନେ ସେକ୍ସରୁ ବଞ୍ଚିଯାଆନ୍ତୁ, ଏତିକି କାମ କରିଦେଲେ ତେବେ କୃତାର୍ଥତା ଧନ୍ୟତା ହୋଇଯାଏ, ପରିଣାମ ପୁରା ହୋଇଯାଏ। ଏସବୁ କିପରି ରୋଗ? ଏହା କିପରି ଆଡ୍ ମାଇଣ୍ଡ, ରୋଗଗ୍ରସ୍ତ ମନ ଆମର? ନା, ଏହା ଆମେ ସେକ୍ସର ସତ୍ୟର ସିଧା ସ୍ୱୀକୃତି ବିନା ଏହି ରୋଗରୁ ମୁକ୍ତ ହୋଇପାରିବା ନାହିଁ। ଏହା ମହାରୋଗ ଅଟେ। ଏହି ପୁରା ଚର୍ଚ୍ଚାରେ ମୁଁ ଏହା କହିବାର ଚେଷ୍ଟା କରିଛି ଯେ ମନୁଷ୍ୟକୁ କ୍ଷୁଦ୍ରତାମାନଙ୍କରୁ ଉପରକୁ ଉଠିବାକୁ ଅଛି, ଜୀବନର ସାଧାରଣ ସତ୍ୟମାନଙ୍କରୁ ଜୀବନର ବହୁତ ଉଚ୍ଚ ସତ୍ୟର ଖୋଜ କରିବାକୁ ଅଛି। ସେକ୍ସ ହିଁ ସବୁ କିଛି ନୁହେଁ, ପରମାତ୍ମା ମଧ୍ୟ ଅଛନ୍ତି ଏହି ଦୁନିଆରେ, କିନ୍ତୁ ତାଙ୍କର ଖୋଜ କିଏ କରିବ? ସେକ୍ସ ହିଁ ସବୁ କିଛି ନୁହେଁ, ଏହି ଦୁନିଆରେ ସତ୍ୟ ମଧ୍ୟ ଅଛି।
ତାହାର କିଏ ଖୋଜ କରିବ? ଏଇଠି ଜମିରୁ ଅଟକି ଆମେ ରହିଯିବା, ତେବେ ଆକାଶର ଖୋଜ କିଏ କରିବ? ପୃଥିବୀର କଙ୍କଡ଼ ପଥରକୁ ଆମେ ଖୋଜୁଥିଲେ ତ ଚାନ୍ଦ ତାରା ଆଡ଼କୁ ଆଖି କିଏ ଉଠାଇବ? ଜଣା ମଧ୍ୟ ନଥିବ ତାଙ୍କୁ। ଯେଉଁମାନେ ପୃଥିବୀ ଆଡ଼କୁ ହିଁ ଆଖି ଲଗାଇ ଜୀବନ ଅତିବାହିତ କରିଦେଲେ, ତାଙ୍କୁ ଜଣା ମଧ୍ୟ ନଥିବ ଯେ ଆକାଶରେ ତାରା ମଧ୍ୟ ଅଛନ୍ତି, ଆକାଶ ଗଙ୍ଗା ମଧ୍ୟ ଅଛି। ରାତିର ସନ୍ନାଟାରେ, ନୀରବତାରେ ମୌନ ସନ୍ନାଟା ମଧ୍ୟ ଅଛି ଆକାଶର। ସେହି ବିଚରା କଙ୍କଡ଼ ପଥର ଛୁଥିବା ଲୋକ, ତାଙ୍କୁ କିପରି ଜଣା ପଡ଼ିବ ଯେ ଆଉ ଆକାଶ ମଧ୍ୟ ଅଛି? ଏବଂ ଯଦି କେବେ କେହି ତାଙ୍କୁ କହିବ ଯେ ଆକାଶ ମଧ୍ୟ ଅଛି ଯେଉଁଠାରେ ଚମକୁଥିବା ତାରା ଅଛନ୍ତି, ସେମାନେ କହିବେ ସବୁ ମିଛ କଥାବାର୍ତ୍ତା, ସବୁ କଳ୍ପନା। ପଥର ହିଁ ପଥର ଅଛି। କେବେ ରଙ୍ଗୀନ ପଥର ମଧ୍ୟ ହୋଇଥାଏ, କେବେ ରଙ୍ଗହୀନ ପଥର ମଧ୍ୟ ହୋଇଥାଏ। ବସ୍ ଏତିକି ହିଁ ଜୀବନ। ନା ପୃଥିବୀରୁ ମୁକ୍ତ ହେବାକୁ ଅଛି ଯେ ଆକାଶ ଦେଖାଯାଇପାରିବ, ଶରୀରରୁ ମୁକ୍ତ ହେବାକୁ ଅଛି ଯେ ଆତ୍ମା ଦେଖାଯାଇପାରିବ, ଏବଂ ସେକ୍ସରୁ ମୁକ୍ତ ହେବାକୁ ଅଛି ଯାହା ଫଳରେ ସମାଧି ପର୍ଯ୍ୟନ୍ତ ମନୁଷ୍ୟ ପହଞ୍ଚି ପାରିବ। କିନ୍ତୁ ସେ ପର୍ଯ୍ୟନ୍ତ ଆମେ ପହଞ୍ଚି ପାରିବା ନାହିଁ ଯଦି ଆମେ ସେକ୍ସରେ ବନ୍ଧା ହୋଇ ରହିଯାଉ। ଏବଂ ସେକ୍ସରେ ଆମେ ବନ୍ଧା ହୋଇଯାଇଛୁ କାରଣ ଆମେ ସେକ୍ସ ସହିତ ଲଢ଼ୁଛୁ। ଲଢ଼ାଇ ବାନ୍ଧି ଦିଏ, ବୁଝିବା, ଅଣ୍ଡରଷ୍ଟାଣ୍ଡିଂ ମୁକ୍ତ କରେ। ଅଣ୍ଡରଷ୍ଟାଣ୍ଡିଂ ଦରକାର। ବୁଝ, ସେକ୍ସର ପୁରା ରହସ୍ୟକୁ ବୁଝ। କଥା କର, ବିଚାର କର, ଦେଶରେ ହୁଆ ବାତାବରଣ ସୃଷ୍ଟି କର ଯେ ଆମେ ଏହାକୁ ଲୁଚାଇବା ନାହିଁ, ବୁଝିବା। ନିଜ ପିତା ସହିତ କଥା କର, ନିଜ ମା ସହିତ କଥା କର, ସେମାନେ ବହୁତ ଡରିଯିବେ। ନିଜ ପ୍ରଫେସର ସହିତ କଥା କର, ନିଜ କୁଳପତିକୁ ଭିସି ଧର ଏବଂ କୁହ ଯେ ଆମକୁ ବୁଝାଏ। ଜୀବନର ପ୍ରଶ୍ନ ଅଟେ ଏହିସବୁ। ସେମାନେ ଦୌଡ଼ିବେ କାରଣ ସେମାନେ ଡରିଥିବା ଲୋକ, ଡରିଥିବା ପିଢ଼ିରୁ ଆସିଛନ୍ତି। ତାଙ୍କୁ ଜଣା ମଧ୍ୟ ନାହିଁ ଯେ ଜୀବନ ବଦଳି ଯାଇଛି। ଏବେ ଡରରେ କାମ ଚଳିବ ନାହିଁ। ଜୀବନର ଏନକାଉଣ୍ଟର, ସାମ୍ନା, ମୁକାବିଲା, ପ୍ରତିଦ୍ୱନ୍ଦିତା ଦରକାର। ଜୀବନକୁ ଲଢ଼ିବା ଏବଂ ବୁଝିବାର ତୟାରୀ, ପ୍ରସ୍ତୁତି କର। ବନ୍ଧୁମାନଙ୍କର ସହଯୋଗ ନିଅ, ଶିକ୍ଷକମାନଙ୍କର ସହଯୋଗ ନିଅ, ମା ବାପାର ସହଯୋଗ ନିଅ। ସେହି ମା ଭୁଲ ଯିଏ ନିଜ ଝିଅକୁ ଏବଂ ନିଜ ପୁଅକୁ ସେହି ସବୁ ରାଜ, ରହସ୍ୟ ନ କୁହେ ଯାହା ସେ ଜାଣିଛି। କାରଣ ତାଙ୍କର କହିବା ଦ୍ୱାରା ପୁଅ ଏବଂ ତାଙ୍କର ଝିଅମାନେ ଭୁଲରୁ ବଞ୍ଚିପାରିବେ। ତାଙ୍କର ନ କହିବା ଦ୍ୱାରା ସେମାନଙ୍କଠାରୁ ମଧ୍ୟ ସେହି ଭୁଲଗୁଡ଼ିକୁ ଦୋହରାଇବାର ସମ୍ଭାବନା ଅଛି ଯାହା ସେ ନିଜେ କରିଥିବେ। ସେହି ବାପା ଭୁଲ ଯିଏ ନିଜ ପୁଅକୁ ନିଜ ପ୍ରେମର ଏବଂ ନିଜ ସେକ୍ସର ଜୀବନର ସାରା କଥା ନ କୁହେ। କାରଣ କହିଦେବା ଦ୍ୱାରା ପୁଅ ସେହି ଭୁଲଗୁଡ଼ିକରୁ ବଞ୍ଚିଯିବ ଯାହା ସେ କରିଛନ୍ତି। ହୁଏତ ପୁଅ ଅଧିକ ସ୍ୱସ୍ଥ ହୋଇପାରିବ, କିନ୍ତୁ ବାପା ଏହିପରି ବଞ୍ଚିବେ ଯେ ପୁଅକୁ ଜଣାପଡ଼ୁ ଯେ ଇଏ କେବେ ପ୍ରେମ ହିଁ କରିନାହାନ୍ତି। ସେ ଏହିପରି ଠିଆ ହୋଇ ରହିବେ ଆଖି ପଥରର କରି ଯେ ତାଙ୍କ ଜୀବନରେ କେବେ କୌଣସି ସ୍ତ୍ରୀ ତାଙ୍କୁ ଭଲ ହିଁ ଲାଗିନାହିଁ। ଏସବୁ ମିଛ ଅଟେ। ଏହା ସରାସର ମିଛ ଅଟେ। ତୁମର ବାପା ମଧ୍ୟ ପ୍ରେମ କରିଛନ୍ତି। ତାଙ୍କର ବାପା ମଧ୍ୟ ପ୍ରେମ କରିଥିଲେ। ସବୁ ବାପା ପ୍ରେମ କରୁଥିଲେ, କିନ୍ତୁ ସବୁ ବାପା ଧୋକା, ଛଳନା ଦେଉଥିଲେ। ତୁମେ ମଧ୍ୟ ପ୍ରେମ କରିବ ଏବଂ ବାପା ହୋଇ ଧୋକା ଦେବ। ଏହି ଧୋକାର ଦୁନିଆ ଭଲ ନୁହେଁ। ଜିନିଷ ଗୁଡ଼ିକ ସଫା ଏବଂ ସିଧା ହେବା ଉଚିତ। ଯାହା ବାପା ଅନୁଭବ କରିଛନ୍ତି ତାହା ପୁଅକୁ ଦେଇଯାଆନ୍ତୁ। ଯାହା ମା ଅନୁଭବ କରିଛନ୍ତି ତାହା ପୁଅକୁ ଦେଇଯାଆନ୍ତୁ। ଯେଉଁ ଈର୍ଷା ସେ ଅନୁଭବ କରିଛନ୍ତି, ଯେଉଁ ପ୍ରେମ ଅନୁଭବ କରିଛନ୍ତି, ଯେଉଁ ଗଲତି ଭୁଲ ସେ କରିଛନ୍ତି, ଯେଉଁ ଭୁଲ ରାସ୍ତାରେ ସେ ଭଟକିଛନ୍ତି ଏବଂ ଭ୍ରମିଛନ୍ତି, ହଜିଛନ୍ତି, ସେହି ସାରା କଥାକୁ ନିଜ ପିଲାମାନଙ୍କୁ ଯେଉଁମାନେ ନ ଦେଇଯାଆନ୍ତି, ସେମାନେ ପିଲାମାନଙ୍କର ହିତ ଭଲ କରନ୍ତି ନାହିଁ। ତେବେ ହୁଏତ ଦୁନିଆ ଅଧିକ ସଫା ହେବ। ଆମେ ଅନ୍ୟ ଜିନିଷ ଗୁଡ଼ିକ ସମ୍ବନ୍ଧରେ ସଫା ହୋଇଯାଇଛୁ। ଯଦି କେମିଷ୍ଟ୍ରି ସମ୍ବନ୍ଧରେ କୌଣସି କଥା ଜାଣିବାକୁ ହୁଏ ତେବେ ସବୁ ସଫା। ଫିଜିକ୍ସ ସମ୍ବନ୍ଧରେ କୌଣସି କଥା ଜାଣିବାକୁ ହୁଏ ସବୁ ସଫା। ଭୂଗୋଳ ବାବଦରେ ଜାଣିବାକୁ ହୁଏ କି ଟିମ୍ବକ୍ଟୁ କେଉଁଠି, କୁସ୍ତୁନତୁନିଆ, ଷ୍ଟାଣ୍ଟିନୋପଲ କେଉଁଠି, ସବୁ ସଫା ନକ୍ସା ମ୍ୟାପ ତିଆରି ହୋଇଛି। ମଣିଷ ବାବଦରେ କିଛି ବି ସଫା ନାହିଁ, କେଉଁଠି କୌଣସି ନକ୍ସା ନାହିଁ। ମଣିଷ ବାବଦରେ ସବୁ ମିଛ। ଏଥିପାଇଁ ଦୁନିଆ ସବୁ ପ୍ରକାରରେ ବିକଶିତ ହେଉଛି, କେବଳ ମଣିଷ ବିକଶିତ ହେଉନାହିଁ। ମଣିଷ ସମ୍ବନ୍ଧରେ ମଧ୍ୟ ଯେଉଁଦିନ ସାଇଣ୍ଟିଫିକ ଆଟିଟ୍ୟୁଡ, ଜିନିଷ ଗୁଡ଼ିକୁ ସଫା ସଫା ଦେଖିବାର ହିମ୍ମତ, ସାହସ ଆମେ ଯୋଗାଡ଼ କରିନେବା, ସେହିଦିନ ମଣିଷର ମଧ୍ୟ ବିକାଶ ନିଶ୍ଚିତ ଅଟେ। ଏହି ଟିକିଏ କଥା ମୁଁ କହିଲି। ମୋ କଥାଗୁଡ଼ିକୁ ଭାବିବା, ମାନି ନେବାର କୌଣସି ଆବଶ୍ୟକତା ନାହିଁ। କାରଣ ହୋଇପାରେ ଯାହା ମୁଁ କୁହେ ଆଦୌ ଭୁଲ ହେବ। ଭାବିବା, ବୁଝିବା, ଚେଷ୍ଟା କରିବା। ହୋଇପାରେ କୌଣସି ସତ୍ୟ ତୁମକୁ ଦେଖାଯାଉ
ଯେଉଁ ସତ୍ୟ ତୁମକୁ ଦେଖାଯାଇଯିବ ତାହା ତୁମର ଜୀବନରେ ପ୍ରକାଶର ଦୀପ ହୋଇଯାଏ। ମୋ କଥାଗୁଡ଼ିକୁ ଏତେ ପ୍ରେମ ଏବଂ ଶାନ୍ତିରେ ଶୁଣିଲ ସେଥିପାଇଁ ବହୁତ ଅନୁଗୃହୀତ କୃତଜ୍ଞ ଅଟେ ଏବଂ ଶେଷରେ ତୁମ ସମସ୍ତଙ୍କ ଭିତରେ ବସିଥିବା ପରମାତ୍ମାଙ୍କୁ ପ୍ରଣାମ କରୁଛି। ମୋର ପ୍ରଣାମ ସ୍ୱୀକାର କରନ୍ତୁ।